गुड इवनिंग। गुड इवनिंग मैम। गुड इवनिंग मैम। गुड इवनिंग मैम। इवनिंग मैम। गुड इवनिंग मैम। गुड इवनिंग मैम। ओके, तो आमे पढ़िଥିଲେ कोठी फॉर्मल ऑपरेशनल जाए ना। अच्छा, क्वेश्चन पचार फर्स्ट मते आंसर दे सारा तापर पुणी पढ़िबा। मते कुह पियागेट रो केतोटी थ्योरी देथिले डेवलपमेंट रो। मैम चारटा। चारटा। चारटा मैडम। ओके, कौन चारटा कौन? मैम। सेंसरी मोटर, प्री ऑपरेशनल, कंक्रीट ऑपरेशनल, फॉर्मल ऑपरेशनल। वेरी गुड। अच्छा, मते कहलो लॉजिकल थिंकिंग तंकर को स्टेज रे डेवलप होई थाए। मैम कंक्रीट रे। मैम कंक्रीट। कंक्रीट ऑपरेशनल। प्री ऑपरेशनल। लॉजिकल थिंकिंग कोथरे डेवलप हुए? प्री रे। नहीं मैम कंक्रीट रे। कंक्रीट कंक्रीट। ऑपरेशनल। हम्म, अच्छा मते कुह बे प्री ऑपरेशनल रो स्टेज जोड़ा अछि हमर केते रु केते वर्ष जाय अछि? मैम 2 to 7 2 to 7। फोटो से 2 Very to good. 7 years। 2 अच्छा to मते 7 कुह पिला माने सेंसेस कोथरे यूज करथांती को स्टेज रे बेसी सेंस रो यूज करथांती? सेंसरी मोटर। सेंसरी मोटर। सेंसरी मोटर। सेंसरी मोटर। ओके, तापरे आ गोटे क्वेश्चन कुह हमर कोथिरे पिला माने कोन ना बहुत सारा दिन कोन से भाबंती कि आमे जहा कहूछु ठीक आ अन्य समस्तंकर भावना होची भूल। मैम प्री ऑपरेशनल प्री ऑपरेशनल स्टेज। इगो सेंट्रिज्म एटा पचार थांते बबे ताको कोन कहा जाय? इगो सेंट्रिज्म। आगे मैम। ओके, तो मते कुह जोटा कि लैटर चाइल्डहुड हमर आसे स्टेज से लैटर चाइल्डहुड टा हमर पियागेट थ्योरी हिसाब रे को स्टेज रे जीवो? कंक्रीट। कंक्रीट। प्री ऑपरेशनल। प्री ऑपरेशनल नुहे कंक्रीट रे जीवो 7 रु 12 परा ହେଲା। ओके, तो फॉर्मल ऑपरेशन रो हमें स्टार्ट करबा हैला। शेयर करछि तुमको स्क्रीन। मैम गोटे क्वेश्चन देला कोन को ए जो प्रीवियस ईयर जो माने प्रीवियस क्लास रे वीडियो गुडा से कोन फोल्डर रहउछ ना ना नहीं सेमते किछ नहीं? हाँ 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 तुम रिकॉर्डिंग है कि रहउछि तुम जूम रे रिकॉर्डिंग देखि परिबो रिकॉर्डेड देखि परिबो सब कोथर रहउछि? रेकॉर्डेड है कि रहउछि तमरो तमे देखि परिबो हेता। अच्छा अच्छा।
ହଁ ଗୋଟେ ସେକେଣ୍ଡ। ଓକେ, ତ ଲାଷ୍ଟ ହଉଛି ଆମର କଣ ନା ହଉଛି ଫର୍ମାଲ ଅପରେସନ। ଫର୍ମାଲ ଅପରେସନାଲ ଷ୍ଟେଜ ଯୋଉଟା ଅଛି ଆମର 12 ଇୟର୍ସ ଟୁ ଅନୱାର୍ଡସ୍, ମାନେ 12 ଇୟରରୁ ଆଉ ଯାହା ଆଗକୁ ରହିଲା ସେ ସବୁ ଆମେ ଫର୍ମାଲ ଅପରେସନରେ ଯିବ। ତ ଫର୍ମାଲ ଅପରେସନାଲ ଷ୍ଟେଜରେ କ'ଣ ହୁଏ ନା ସେ ଲେଖିଛି କି ଇନ୍ ଦିସ୍ ଷ୍ଟେଜ ଚାଇଲ୍ଡ ଲର୍ନ ବାଇ ଦେୟାର ମିଷ୍ଟେକ୍ and adolescent develop the ability to think and logical solve problem। ତା ମାନେ ହଉଛି ଏଇ ଯୋଉ ଫର୍ମାଲ ଅପରେସନାଲ ଷ୍ଟେଜ ଅଛି ଏଇ ଷ୍ଟେଜରେ ଶିଶୁ ମାନେ ହଉଛି ଯୋଉମାନେ ଆଡଲ୍ଟ ମାନେ ହେଲା ନିଜ ମିଷ୍ଟେକ ରୁ ହିଁ ସେମାନେ ସବୁ ଶିଖନ୍ତି। କିଛି ଗୋଟେ ଭୁଲ କଲେ ସେ ଭୁଲରୁ ହିଁ ସେମାନେ ଶିଖିବେ କି ହଁ ଏଟାକୁ କେମିତି ସୁଧାରି ହବ। ସେ ଭୁଲ କଲେ ହିଁ ସେମାନେ ସବୁ ଜାଣିବେ କି ହଁ ଏଇଟା ଠିକ କେମିତି ହେଇପାରିବ ବୋଲି। ତ ସେଥିପାଇଁ ଆମେ ତାକୁ କୁହନ୍ତି କ'ଣ ନା ହଉଛି ସେ ଗୋଟେ ଜିନିଷକୁ ଭୁଲ କଲେ ଆମେ କୁହନ୍ତି କି ହଁ ତାକୁ ଭୁଲ କରିବାକୁ ଦିଅ, ସେ ଭୁଲରୁ ହିଁ ଜାଣିବେ କି କୋଉଟା ଠିକ କୋଉଟା ଭୁଲ। ତ ଗୋଟେ ଯେମିତି କହନ୍ତିନି ଗୋଟେ ହଉଛି ଶିକ୍ଷା ପାଇଲେ ହିଁ ଆମେ କିଛି ଗୋଟେ ଶିଖନ୍ତି, ତ ସେଇଟା ହଉଛି ଆମର କୋଉ ଷ୍ଟେଜରେ ହୁଏ ନା ଫର୍ମାଲ ଅପରେସନାଲ ଷ୍ଟେଜରେ ହିଁ ହୁଏ। ସେ ଧର କିଛି ଗୋଟେ ଭୁଲ କରିଦେଲେ ସେଥିରୁ ସେ ଭାବିବେ କି ହଉଛି ମୁଁ କାହିଁକି ଏଟାକୁ ଭୁଲ କଲି, ତାକୁ ଆନାଲିସିସ୍ କରିବେ। ଆନାଲିସିସ୍ କରିକି ତାପରେ ଭାବିବେ କି ହଁ ମତେ ଏଇଠି ଭୁଲ ହେଲା, ମୁଁ ତାକୁ କେମିତି ଚେଞ୍ଜ କରିବି ଯାହା ଦ୍ୱାରା କି ଆଗକୁ ଯେତେବେଳେ ମୁଁ କିଛି କରୁଛି ସେଥିରେ କିଛି ବି ଭୁଲ ନ ହଉ ହେଲା। ସେ କ'ଣ କରେ ନା ଭୁଲକୁ ସୁଧାରିବାକୁ ଚେଷ୍ଟା କରେ। ଲର୍ଣ୍ଣିଂ ଏଠାରେ କ'ଣ ନା ଏକ୍ସପିରିଏନ୍ସରେ ହିଁ ହୁଏ। ଆମର ରିଫ୍ଲେକ୍ସନ ଆଉ ଏକ୍ସପିରିଏନ୍ସ ୟା ଉପରେ ହିଁ ଆମର ଲର୍ଣ୍ଣିଂଟା ଆଧାରିତ ହେଇଥାଏ। ଆମେ ଶିଖିବା କିଛି ଜିନିଷ କେମିତି କ'ଣ ଶିଖିବା, ଆମେ ଏକ୍ସପିରିଏନ୍ସ ଯେତେବେଳେ ଗେନ୍ କରିବା, ବାରମ୍ବାର ସେ ଜିନିଷଟା କରିଛନ୍ତି ଆମେ ଏକ୍ସପିରିଏନ୍ସଡ ହେଇଯାଇଛନ୍ତି, ସେଇଥିରୁ ହିଁ ଆମେ ଜାଣନ୍ତି କି ହଁ ଏଇଟା ଆମକୁ ଏଇଥିରେ କାମରେ ଆସିବ ବୋଲି। ଏଇଟା ରିଫ୍ଲେକ୍ସନ ଆଉ ଏକ୍ସପିରିଏନ୍ସରେ ହିଁ ଆମର ଲର୍ଣ୍ଣିଂ ହେଇଥାଏ। କୋଉ ଷ୍ଟେଜରେ ନା ହଉଛି ଫର୍ମାଲ ଅପରେସନାଲ ଷ୍ଟେଜରେ। ତାପରେ ଯୋଉ କହିଛି କି ଆଡୋଲେସେଣ୍ଟ ଡେଭଲପ ଦ ଆବିଲିଟି ଟୁ ଥିଙ୍କ ଆଣ୍ଡ ଲଜିକାଲ ସଲ୍ଭ ପ୍ରୋବ୍ଲେମ। ୟା ମାନେ କ'ଣ ନା ଏ ଷ୍ଟେଜରେ ଆମର ଆଡୋଲେସେଣ୍ଟର ଥିଙ୍କିଙ୍ଗର ପାୱାର ହେଲା ବହୁତ ହି ଡେଭଲପ ହେଇଥାଏ। ସେ ଆବଷ୍ଟ୍ରାକ୍ଟ ଆଉ ଲଜିକାଲ ଥିଙ୍କିଂ କରିପାରେ। ଆମର ଗୋଟେ ଆବଷ୍ଟ୍ରାକ୍ଟ ଯେମିତିକି ମନର କିଛି ଭାବନା ହେଇଗଲା, ଯେତେକ ସବୁ ଆବଷ୍ଟ୍ରାକ୍ଟ ଥିଙ୍କ ହେଲା ସେ ସବୁ ତାଙ୍କ ମନରେ ସେ ଭାବି ପାରନ୍ତି। ଆଉ ଲଜିକାଲ ଥିଙ୍କିଂ ସେ କରିପାରନ୍ତି। ଆଉ ପ୍ରୋବ୍ଲେମ ଯାହା ଥାଏ ସେ ପ୍ରୋବ୍ଲେମକୁ କ'ଣ କରିଥାନ୍ତି ନା ଷ୍ଟେପ ବାଇ ଷ୍ଟେପ ଲଜିକାଲି ହିଁ ସେମାନେ ସଲ୍ଭ କରିଥାନ୍ତି। ଲଜିକ ଲଗେଇକି କାହିଁକି ଏଟା ହେଲା, କ'ଣ ହେଇଥିଲେ ଏଟା ଅସୁବିଧା ହେଇ ନଥାନ୍ତା, କ'ଣ କଲେ ଆଉ ଅସୁବିଧା ହବ ନାହିଁ, ଏ ସବୁକୁ କ'ଣ କରନ୍ତି ନା ଷ୍ଟେପ ବାଇ ଷ୍ଟେପ ଲଜିକାଲି ନେଇକି ହିଁ ସଲ୍ଭ କରିଥାନ୍ତି ଫର୍ମାଲ ଅପରେସନାଲରେ। ତାପରେ ସେ କହିଛି ଟ୍ରାଏଲ ଆଣ୍ଡ ଏରର ମେଥଡ ଇଜ ରିଡ୍ୟୁସ୍ଡ ଆଣ୍ଡ ଗିଭ୍ ୱେ ଟୁ ସମ୍ ଲଜିକ। ତ ସେ କହିଛି କି ଟ୍ରାଏଲ ଆଣ୍ଡ ଏରର ମେଥଡ ଯେମିତିକି ପିଲାମାନେ କ'ଣ କରୁଥିଲେ ପ୍ରି ଅପରେସନାଲରେ ବାରମ୍ବାର କରୁଥିଲେ, ଟ୍ରାଏ କରୁଥିଲେ, ଏରର ହଉଥିଲା, ଟ୍ରାଏ କରୁଥିଲେ, ଏରର ହଉଥିଲା, ଲାଷ୍ଟକୁ କ'ଣ କରୁଥିଲେ ନା ହଉଛି ଗୋଟେ ସିଦ୍ଧାନ୍ତରେ ପହଞ୍ଚୁଥିଲେ। ତ ଏଇଟାରେ କ'ଣ ହବ ଫର୍ମାଲ ଅପରେସନାଲରେ ଏଇ ଷ୍ଟେଜରେ ଆମର କୌଣସି ପ୍ରକାର ଟ୍ରାଏଲ ଆଣ୍ଡ ଏରର ମେଥଡ ଧୀରେ ଧୀରେ କମି ଯାଇଥାଏ। କୌଣସି ପ୍ରକାର ଟ୍ରାଏଲ ଆଣ୍ଡ ଏରର ମେଥଡ ବେଶୀ ରୁହେ ନାହିଁ। ତାହାର ସ୍ଥାନରେ କ'ଣ ଆସିଥାଏ ନା ଲଜିକାଲ ଥିଙ୍କିଂ ଆସିଥାଏ, ରିଜନିଂ ଆସିଥାଏ, ହାଇପୋଥେସିସ୍ ବେସ୍ଡ ଥିଙ୍କିଂ ଆସିଥାଏ। ଯେତେ ପ୍ରକାର ଆମେ କ'ଣ କହନ୍ତି ନା ହଉଛି କିଛି ଗୋଟେ ଆମେ ଅନୁମାନ, ହାଇପୋଥେସିସ୍ ମାନେ ଅନୁମାନ ହେଲା। କିଛି ଗୋଟେ ଧର ରିସର୍ଚ୍ଚ କରିବା ପାଇଁ ଆମେ ଯାଉଛନ୍ତି, ଆମେ ଅନୁମାନ କରିବା ଆରେ ଏଟାର ପ୍ରୋବ୍ଲେମ ସଲ୍ଭରେ ଏଇ ହାଇପୋଥେସିସ୍ ଆସିବ କି, ତ ଆମେ କ'ଣ କରନ୍ତି ନା ବାରମ୍ବାର ହାଇପୋଥେସିସ୍ ନିଅନ୍ତି। କୋଉଥିରେ ଫର୍ମାଲରେ ଯଦି କ୍ୱେଶ୍ଚିନ୍ ଆସେ କି ଆମର କୋଉଥିରେ ହାଇପୋଥେସିସ୍ ୟୁଜ କରନ୍ତି, ଆମେ କୋଉ ଷ୍ଟେଜରେ ନା ଫର୍ମାଲ ଅପରେସନାଲ ଷ୍ଟେଜରେ କରିଥାନ୍ତି। ଲଜିକାଲ ଥିଙ୍କିଂ ବି ଏଇଠି ତାଙ୍କର ଡେଭଲପ ହେଇଥାଏ, ଆଉ ରିଜନିଂ ଥିଙ୍କିଂ ବି ଏଇଠି ହିଁ ତାଙ୍କର ଡେଭଲପ ହେଇଥାଏ, ପୁରାପୁରି ଡେଭଲପ ହେଇ ସାରିଥାଏ। ଶିଶୁ ପ୍ରଥମେ କ'ଣ କରିଥାଏ ନା ମନରେ କିଛି ଗୋଟେ ପ୍ଲାନ୍ କରିଥାଏ, ତାପରେ ହିଁ ତାକୁ ନେଇକି ସେ ଆକ୍ସନ କରିଥାଏ
ହେଲା। ତ ଏଇଟାକୁ ଆମେ ପିଆଗେଟ୍ ର ଫର୍ମାଲ ଅପରେସନାଲ ବୋଲି କହିଥାନ୍ତି ବା ଫର୍ମାଲ ଅପରେସନାଲ ଥିଙ୍କିଂ ର ଗୋଟେ ମୁଖ୍ୟ ପାର୍ଟ ବୋଲି ଆମେ କହିପାରିବା। ହେଲା, ବୁଝିପାରିଲ? Yes, ma'am. Yes, ma'am. ତାପରେ ସେ କହିଛି ଏଜୁକେଶନାଲ ଇମ୍ପ୍ଲିକେସନ ଅଫ ପିଆଗେଟ୍ସ ଥିଓରି। କଣ କଣ ସବୁ ଏଜୁକେଶନାଲ ଇମ୍ପ୍ଲିକେସନ ସବୁ ଅଛି ତାଙ୍କ ଇଏରେ ଦେଖିବା। ତ ପିଆଗେଟ୍ଙ୍କ ଅନୁସାରେ ଆମର ଚାଇଲ୍ଡ କଣ କରିଥାଏ ନା ନିଜ ଏକ୍ସପିରିଏନ୍ସ ମାଧ୍ୟମରେ ହିଁ ଯାହା ଯାହା ସବୁ ଶିଖିଥାଏ। ତ ସେଥିପାଇଁ କ୍ଲାସ ରୁମରେ ଟିଚର ମାନେ ଚିଲଡ୍ରେନକୁ କଣ କରିଥାନ୍ତି ନା ଭେରାଇଟି ଅଫ ଏକ୍ସପିରିଏନ୍ସ ଦିଅନ୍ତି। ଯେମିତିକି ଆମେ କଣ କରନ୍ତି ନା ପିଲାଙ୍କୁ ଛାଡ଼ି ଦିଅନ୍ତି ଗ୍ରୁପ ଷ୍ଟଡି କରିବା ପାଇଁ। ପିଲାଙ୍କୁ କୁହନ୍ତି କି ତମେ ଠିଆ ହେଇକି ପୁରା ଜୋରରେ ମାନେ ପଢ, ହେଲା, ପଢିବା ପାଇଁ କୁହନ୍ତି। କିଛି ଗୋଟେ ଏକ୍ସପିରିଏନ୍ସ ନବା ପାଇଁ ତାଙ୍କୁ କୁହନ୍ତି, ଯେମିତିକି ଫିଲ୍ଡ ଷ୍ଟଡି କରାନ୍ତି। କୋଉଠି ଗୋଟେ ପିଲାଙ୍କୁ ବୁଲେଇବାକୁ ନିଅନ୍ତି। ଏଇ ଯୋଉ ଆମର ଆସୁଛି ନା ଯେମିତିକି ଏଇ ଡିସେମ୍ବର ଜାନୁଆରୀ ବେଳକୁ ପିଲାମାନଙ୍କୁ ନିଅନ୍ତିନି ବୁଲିବା ପାଇଁ, ବୁଲେଇବାକୁ ପିଲାଙ୍କୁ ନିଅନ୍ତିନି, ସ୍କୁଲରେ ହେଲା କଲେଜରେ ହେଲା। ठीक है ना पिकनिक ପିଲାଙ୍କୁ मैडम ନିଅନ୍ତି। ହଁ, ପିକନିକ ପିକନିକ ଯୋଉ ନିଅନ୍ତି ଏଟା କଣ ଭାବୁଛ ମଜାକୁ ନିଅନ୍ତି ବୁଲେଇବା ପାଇଁ? ଏଟାର ଆକ୍ଚୁଆଲ ଜିନିଷ କଣ ଜାଣିଛ? ଫିଲ୍ଡ ଷ୍ଟଡି। ଏଟା ହଉଛି ଫିଲ୍ଡ ଷ୍ଟଡି, ମାନେ କୋଉଠି ଗୋଟେ କିଛି ଗୋଟେ स्टडी टूर ସ୍ଥାନକୁ ନେବେ ବୁଲିବା ପାଇଁ। ହଁ, ଷ୍ଟଡି ଟୁରରେ ତ ଯାଆନ୍ତି। ଏଟା ଗୋଟେ ଫିଲ୍ଡ ଷ୍ଟଡି ଆମେ କହନ୍ତି। ଫିଲ୍ଡ ଷ୍ଟଡି କହିଲା ମାନେ କିଛି ଗୋଟେ ଏମିତିଆ ସ୍ଥାନକୁ ନେବେ ଯୋଉଥିରେ କି ପିଲାମାନେ କଣ କରିବେ ନା ଦେଖିବେ, ଜାଣିବେ କି ହଁ ଏଠିକି ଆମେ ଆସିଛୁ, ଏଥିରେ କଣ କଣ ଅଧିକା ହଉଛି। ଯଦି ଆମେ ଯାଇଛୁ କୋଉଠି ପୁରୀ କି ଯାଇଛୁ, ତ ପୁରୀରେ ବହୁତ ଜିନିଷ ସବୁ ସେ ସବୁ ଦେଖିବେ। ଯଦି କୋଣାର୍କ ଯାଇଛୁ, କୋଣାର୍କରେ ଏମିତି ଦେଖିବେ। ଚନ୍ଦ୍ରଭାଗା ଦେଖିବେ, ଚନ୍ଦ୍ରଭାଗା ଏମିତି ସେ କଣ ଚୁଳି ମାରିଥିଲେ, ଏମିତି ଡେଇଁ ପଡିଥିଲେ, ତ ଏଠି ଏମିତି ହେଇଥିଲା। ଏସବୁ ଜିନିଷ କଣ ସେମାନେ ସବୁ ତାଙ୍କ ଷ୍ଟଡିରେ ରିଲେଟ କରିବେ। ଯେତେବେଳେ ତମକୁ ସେଇ ବିଷୟ ପଢା ହବ ତମେ କଣ କରିବ ନା ରିଲେଟ କରିବ କି ହଁ ଏଇ ଜିନିଷ ଆମେ ପଢିଥିଲୁ, ସେଠିକି ଯାଇଥିଲୁ। ଏଟା କଣ ହୁଏ ନା ବେଶୀ ପଢାଟା ଇଣ୍ଟରେଷ୍ଟିଂ ହୁଏ। ପିଲାମାନେ ବେଶୀ ଇଣ୍ଟରେଷ୍ଟ ଦେଖାନ୍ତି କି ହଁ ଆମେ ଏଠିକି ଯାଇଥିଲୁ, ଆମେ ସେଇ ବିଷୟରେ ପଢୁଛୁ ବୋଲି। ବୁଝିହେଲା? ତ ପିଲାମାନେ ସବୁବେଳେ କଣ ନା ଏକ୍ସପିରିଏନ୍ସ ରୁ ହିଁ ଯାହା ସବୁ ଶିଖନ୍ତି ସେଟା ହଉଛି ଆମର କଣ ନା ବହୁତ ଦିନ ଯାଏ ମନେ ରୁହେ। ତ ପିଆଗେଟ୍ ହିଁ ସେଥିପାଇଁ ଏକ୍ସପିରିଏନ୍ସକୁ ଅଧିକ ଗୁରୁତ୍ୱ ଦେଇଥିଲେ। ତ ସିଏ କହୁଥିଲେ କଣ ନା ଆମର କ୍ଲାସରୁମର ଟିଚର ଯୋଉମାନେ ବି ପଢଉଛନ୍ତି ପିଲାଙ୍କୁ ସେ ଭେରାଇଟି ଏକ୍ସପିରିଏନ୍ସ ସବୁ ଦେବା ଉଚିତ। ଯେପରିକି କଣ ନା ବହୁତ ସାରା ଆକ୍ଟିଭିଟିଜ କରାଇବା ଦରକାର, ଏକ୍ସପେରିମେଣ୍ଟ କରିବା ଦରକାର, କିଛି ବହୁତ ସାରା ଗେମ୍ ରଖିବା ଦରକାର, ମଡେଲ ରଖିବା ଦରକାର, ପିକ୍ଚର ସବୁ ରଖିବା ଦରକାର। ଆଉ କଣ ନା ରିଏଲ ଲାଇଫ ସିଚୁଏସନକୁ ଆଣିକି ତାଙ୍କୁ ରଖିବା ଦରକାର। ଯେମିତି କି ଛୋଟ ପିଲାଙ୍କୁ ଦେଖିଥିବ ପଢେଇଲା ବେଳେ ଟିଚର୍ସ ମାନେ କଣ କରନ୍ତି ନା ସେମାନଙ୍କୁ ହିଁ ଇନଭଲ୍ଭ କରିଥାନ୍ତି। ଯେମିତି କି ଆମେ ପଢିଥିଲେ ଛୋଟବେଳେ, ମନେ ଅଛି ନା ମାଡ ହାଣ୍ଡି କଥା ମନେ ଅଛି କାହାର? ପଢିଛ? ଆଜ୍ଞା Agya ମ୍ୟାମ୍। ma'am. ଆଜ୍ଞା Agya ମ୍ୟାମ୍। ma'am. आगे मैम सप्तम Agya ma'am. श्रेणी विषय ना थिला रामायण ସପ୍ତମ कथा ରାମାୟଣ କଥା। ହଁ, ରାମାୟଣ ना ना କଥା ବି सॉरी ତ सॉरी ଆମେ रामायण ପଢିଛନ୍ତି। कथा भी थिला ହଁ ହଁ, ରାମାୟଣ କଥା ବି ଥିଲା। ମାଡହାଣ୍ଡି କଥା ବି ଆମେ ପଢିଛନ୍ତି। ସେଥିରେ ସମସ୍ତେ କଣ କରିବେ ଟିଚର୍ସ ମାନେ, ହଁ ତୁ ହେଲୁ ନେଇକି ଯାଇଥିବୁ, ମାନେ ହାଣ୍ଡି ନେଇକି ଯାଇଥିବୁ, ଆଉ ଗୋଟେ କାହାକୁ ମା କରିଦେଇଥିବେ, ଆଉ କାହାକୁ ଚୋର କରିଦେଇଥିବେ, ଏମିତି କରିକି ତାଙ୍କୁ ସବୁ ଇନଭଲ୍ଭ କରାନ୍ତିନି ନା ସେଥିରେ। ତ ଇନଭଲ୍ଭ Agya ଏଇଥିପାଇଁ କରାନ୍ତି କାହିଁକିନା हाँ ପିଲାମାନେ ଆଜ୍ଞା ଏକ୍ସପିରିଏନ୍ସ ନେବେ। इंटरेस्ट हबो ହଁ, ଇଣ୍ଟରେଷ୍ଟ ହବ, ପିଲାମାନଙ୍କର ଏକ୍ସପିରିଏନ୍ସ ହବ ଆକ୍ଟିଭ କି ହେବେ। ହଁ ଏଇ ଜିନିଷ ଅଛି। ତ ସେଟାକୁ ଅଧିକ ଭଲ ଭାବରେ ମନେ ରହିବ। ତ ସେଥିପାଇଁ ଆମେ ଏଠୁ ବୁଝିଲେ କଣ, ଆମର ପିଆଗେଟ୍ ଥିଓରି ଯୋଉଟା ଅଛି ଏଜୁକେସନରେ ଯଦି ଆମେ ଦେଖିବା, ସିଏ ଚାହୁଁଥିଲେ କି ପିଲାମାନଙ୍କୁ କ୍ଲାସ ରୁମରେ ଗୋଟେ ଟିଚରଟେ ପୁରା ଏକ୍ସପିରିଏନ୍ସ ବେସ୍ଡ ଟିଚରଟେ ପାଠ ପଢଉ ବୋଲି। ହେଲା, ଏଟା କଣ ହେଇଥାଏ ନା ଚାଇଲ୍ଡ ମାନେ ଯୋଉ ସବୁ ପାଠ ପଢନ୍ତି ତାକୁ ବହୁତ ଭଲ ଭାବରେ ମନେ ରଖନ୍ତି। ନ୍ୟୁ ଯେତେକ ସ୍କିମ୍ ସବୁ ଅଛି ସେ ସବୁ ତାର ହଉଛି କଣ ନା ଡେଭଲପ ହବାରେ ହେଲ୍ପ କରିଥାଏ। ଓକେ। ତାପରେ ସେକେଣ୍ଡ ପଏଣ୍ଟ କହିଛି ଏମ୍ଫାସିଜେସ୍ ଅନ୍ ଦ ମାଷ୍ଟରି ଅଫ ଲାଙ୍ଗୁଏଜ। କଣ ଦେଲା ନା ପିଆଗେଟ୍ଙ୍କ ଥିଓରି ଅନୁସାରେ ଯଦି ଆମେ ଦେଖିବା ଲାଙ୍ଗୁଏଜ ଥିଙ୍କିଂ ଡେଭଲପର ଗୋଟେ ଇମ୍ପୋର୍ଟାଣ୍ଟ ଟୁଲ ଏଟା କହିଲେ ଚଳେ। ତ କଣ ନା ହଉଛି ଏଜୁକେସନରେ ଲାଙ୍ଗୁଏଜ ମାଷ୍ଟରି ଉପରେ ଏମ୍ଫାସିସ୍ ଦେବା ଦରକାର। ଚିଲଡ୍ରେନକୁ କଥା କହିବା, କ୍ୱେଶ୍ଚିନ୍ କରିବା, ନିଜ ଭାବନାକୁ ଏକ୍ସପ୍ରେସ କରିବା, ଏସବୁର ସୁଯୋଗ ଦିଆଗଲେ ହିଁ ପିଲାମାନଙ୍କର କଣ ହେଇପାରିବ ନା କଗ୍ନେଟିଭ ଡେଭଲପମେଣ୍ଟ ହେଇପାରିବ ଭଲ ଭାବରେ। ଗୋଟେ ପିଲାଟେ ଦେଖିବ ଚୁପଚାପ ହେଇକି ସବୁବେଳେ ବସୁଛି, କିଛି ବି ପଚାରୁନି କଣ ତମେ ସେ ପାଠ ପଢୁଛି, କଣ କେତେ ମନେ ରଖୁଛି, କିଛି ବି ନାହିଁ। ତ ଆମେ କେମିତି ଜାଣିବା? ତାକୁ ଯେତେବେଳେ ଆମେ ହଉଛି ଆକ୍ସେସ କରିବା କି ସେ କେତେ ମନେ ରଖିଲା, କଣ କଲା, ସେ ଯଦି କିଛି ନ କହିବ ଆମେ ଜାଣିପାରିବେ କି? ଜାଣିପାରିବେନି। ତ ସେଥିପାଇଁ ପିଲାମାନେ ଏକ୍ସପିରିଏନ୍ସ ନେଲେ ହିଁ କିଛିଟା ଜିନିଷ ଏକ୍ସପ୍ରେସ କରିପାରିବେ।
क्वेश्चन କରିପାରିବେ। ଦେଖିବ ଗୋଟେ ଗୋଟେ ଛୁଆ କଣ ଥିବେ ନା ବାରମ୍ବାର ବାରମ୍ବାର କ୍वेଶ୍ଚନ ପଚାରୁଥିବେ, ଏଟା କାହିଁକି ହେଲା, ଏଟା କେମିତି ହେଲା, ଏଟା କେମିତି କରିବି, ବାରମ୍ବାର 1000 କ୍वेଶ୍ଚନ ପଚାରୁଥିବେ। ସେ କ୍वेଶ୍ଚନ କରିବା ହିଁ ଭଲ, କାହିଁକି ନା ତାଙ୍କର କଗ୍ନେଟିଭ ର ଡେଭଲପମେଣ୍ଟ ହଉଛି ହେଲା। ତ ସେଇ ଜିନିଷ ବି ସେ କଣ କରିଥିଲେ ପିଆଗେଟ୍ ତାଙ୍କ ଥିଓରିରେ ଏମ୍ଫାସାଇଜ କରିଛନ୍ତି। ତାପରେ କହିଛି ଗ୍ରେଟର ଏମ୍ଫାସାଇଜ ଅନ୍ ଡେଭଲପମେଣ୍ଟ ଅଫ ଇଣ୍ଟେଲେକ୍ଟ। ତ କଣ ହେଇଛି ନା ପିଆଗେଟ୍ଙ୍କ ଥିଓରି ଅନୁସାରେ ଆମର ଏଜୁକେସନର ମୁଖ୍ୟ ଲକ୍ଷ୍ୟ କଣ ନା ଚାଇଲ୍ଡର ଇଣ୍ଟେଲେକ୍ଚୁଆଲର ଡେଭଲପମେଣ୍ଟ କରିବା ହେଲା, ମେଣ୍ଟାଲ ଆବିଲିଟିକୁ ଡେଭଲପ କରିବା, କେତେ କିଏ ମେଣ୍ଟାଲି ଷ୍ଟ୍ରଙ୍ଗ ଅଛନ୍ତି, କେତେ ମେଣ୍ଟାଲ ମାନେ ତାଙ୍କ ଇଏରେ କେତେ ସେ କଣ ନା ଷ୍ଟୋର କରିପାରୁଛନ୍ତି। ମାର୍କ କିମ୍ବା ସିଲାବସ୍ କମ୍ପ୍ଲିସନ ଠାରୁ ସେ ଅଧିକ ଇମ୍ପୋର୍ଟାଣ୍ଟ ଦେଇଛନ୍ତି କାହାକୁ ନା ଇଣ୍ଟେଲେକ୍ଚୁଆଲ ଡେଭଲପମେଣ୍ଟକୁ। ଦେଖିବ ତମେ ଆଗକୁ ଯେତେବେଳେ କରିବ OTT ଏକ୍ଜାମ ଦିଅ କି ଅଲଗା କିଛି ଦିଅ, ସେଥିରେ ଦେଖିବ ଏଇ ଯୋଉ ସିଲାବସ୍ କମ୍ପ୍ଲିଟ ଯୋଉଟା ମୁଁ କହିଲିନି, ଏଟା ସବୁ ଯାକ ନେଗେଟିଭ ୱାର୍ଡ ହେଲା। ସିଲାବସ୍ କମ୍ପ୍ଲିଟଟା କେବେ ବି ମାଧ୍ୟମ ନୁହଁ। ସିଲାବସ୍ କମ୍ପ୍ଲିଟ କୁ ଛାଡ଼ିଲା ପରେ କେମିତି ପିଲାମାନେ ଭଲ ଭାବରେ ବୁଝିବେ ସେଇଟା ହିଁ ଇମ୍ପୋର୍ଟାଣ୍ଟ। ତ ସେଥିପାଇଁ ଏଠି କୁହାଯାଇଛି ମାର୍କ ହଉ କିମ୍ବା ସିଲାବସ୍ କମ୍ପ୍ଲିଟ ହଉ ସେଟାକୁ ନେଗେଟିଭ, ସେଟାକୁ ଅଧିକ ଗୁରୁତ୍ୱ ନ ଦିଆଯାଇକି ପିଲାମାନଙ୍କର ଇଣ୍ଟେଲେକ୍ଚୁଆଲ ଡେଭଲପମେଣ୍ଟ କେମିତି ହବ ତା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର। ଆଉ ଏହା କଣ କରିଥାଏ ନା ଶିଶୁକୁ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ କରିବାରେ ହେଲ୍ପ କରିଥାଏ। ଆମେ କୁହନ୍ତି ନା ସେ ନିଜେ ନିଜେ କିଛି ଭାବୁ, ଆମେ ବାରମ୍ବାର ଆମେ କଣ କୁହନ୍ତି, ଯେମିତି କି ଅରବିନ୍ଦ ଆମର କହିଥିଲେ ହେଲା, ଗୋଟେ ଏଜୁକେସନାଲିଷ୍ଟ ଅଛନ୍ତି ଅରବିନ୍ଦ, ସିଏ କହିଛନ୍ତି କି ପିଲାମାନଙ୍କୁ କେବେ ବି ସବୁବେଳେ ହେଲ୍ପ କରିବନି କି ହଁ ଏଇଟା ଦିଏ ମୁଁ କରିଦେବି, ଦେଖେ ଏ ତୁ ଲେଖିପାରୁନୁ ମୁଁ ଦିଏ ଲେଖିଦେବି, ସେମିତି କରିବନି। ପିଲା ଭୁଲ କରନ୍ତୁ, ଭୁଲ କଲେ ବାରମ୍ବାର ବାରମ୍ବାର ଭୁଲ କଲେ ହିଁ ସେମାନେ ଶିଖିବେ। ଯେମିତିକି ଟ୍ରାଏଲ ଆଣ୍ଡ ଏରର ଥିଓରି ଆମର ଦେଇଥିଲେ ଥର୍ନଡାଇକ। ତ ସେଇ ହିସାବରେ ବାରମ୍ବାର ବାରମ୍ବାର ଯଦି ସେ ଗୋଟେ ଭୁଲ କରୁଛି ତାହେଲେ କଣ ନା ସେ ଆରାମସେ ଗୋଟେ ଜିନିଷ ଶିଖି ପାରିବ। ତ ଗୋଟେ ଟିଚରଟେ ସବୁବେଳେ ତାଙ୍କୁ ହେଲ୍ପ ନ କରିକି ଗୋଟେ ଗାଇଡ ହଉ, ଖାଲି ଜଣେଇ ଦଉ କି ହଁ ଏଇ ପଥରେ ତମକୁ ଯିବାର ଅଛି, ବାସ୍ ସେତିକି ହିଁ। ତ ସେଥିପାଇଁ ଇଏ କହୁଛନ୍ତି କଣ ଆମର ନାଇଁ, କହିଛନ୍ତି ଆମେ ଅଧିକ କଣ କରିବା ନା ଇଣ୍ଟେଲେକ୍ଚୁଆଲକୁ ଡେଭଲପ କରିବା ଆଉ ପିଲାମାନଙ୍କୁ ଇଣ୍ଡିପେଣ୍ଡେଣ୍ଟ ଥିଙ୍କର ହବା ପାଇଁ ସାହାଯ୍ୟ କରିବା, ଯେମିତି ସେ କିଛି ନିଜେ ଜାଣନ୍ତୁ, ନିଜେ ଶିଖନ୍ତୁ, ନିଜେ କିଛି ଗୋଟେ ଇଣ୍ଡିପେଣ୍ଡେଣ୍ଟ ଭାବରେ ଭାବନ୍ତୁ, ଆମେ କିଛି ନ ହେଲ୍ପ କଲା ପରେ। ତ ସେଥିପାଇଁ ଏଟା କେମିତି ହବ, ଯଦି ଆମେ କଣ କରିବା ନା ସେମାନଙ୍କର ଇଣ୍ଟେଲେକ୍ଚୁଆଲ ଆବିଲିଟିକୁ ଷ୍ଟ୍ରଙ୍ଗ ବନେଇବା, ଡେଭଲପ କରିବା ହେଲା। ଏଟା ଆମର ବି କାମରେ ଆସିବ କୋଉଥିରେ ନା ଏଜୁକେସନ ଉପରେ, କାହାର ନା ପିଆଗେଟ୍ଙ୍କ ଥିଓରିର ଯଦି ଆମେ ଇମ୍ପ୍ଲିକେସନ କରିବା ତାହେଲେ ଏସବୁ ଜିନିଷରେ ପିଲାମାନଙ୍କର ଡେଭଲପମେଣ୍ଟ ହେଇପାରିବ। ତାପରେ ଲେଖିଲା ସାଇକୋସୋସିଆଲ ଥିଓରି ଅଫ ଡେଭଲପମେଣ୍ଟ ଏରିକ୍ସନ ହେଲା। ଏବେ ପିଆଗେଟ୍ର ସରିଗଲା, ବୁଝିପାରିଲ ତ ତାଙ୍କର ସବୁ? ଆଜ୍ଞା ମ୍ୟାମ୍। ହଁ, ତାପରେ Yes, ଆସିଲା ma'am. ସାଇକୋସୋସିଆଲ ଥିଓରି ଅଫ ଡେଭଲପମେଣ୍ଟ ଏରିକ୍ସନ। ଏରିକ୍ସନ କଣ ଦେଇଥିଲେ ନା ସାଇକୋସୋସିଆଲ ଥିଓରି ଅଫ ଡେଭଲପମେଣ୍ଟର କଣ ଜନକ ବୋଲି ଆମେ କହିପାରିବା ହେଲା। ତ ଏଇଥର କ୍ୱେଶ୍ଚିନ୍ OTTରେ ଆସିଥିଲା ଏଇ କ୍ୱେଶ୍ଚିନ୍, ଏରିକ୍ସନର ମାନେ ସାଇକୋସୋସିଆଲ ଥିଓରି ଅଫ ଡେଭଲପମେଣ୍ଟର ଜନକ କିଏ ହେଲା, ଏଇ କ୍ୱେଶ୍ଚିନ୍ ଆସିଥିଲା। ତ କଣ ଏରିକ୍ସନ, ତ ଏରିକ୍ସନ କଣ କହୁଛନ୍ତି ଫର୍ଷ୍ଟ ଲାଇନରେ କହିଛନ୍ତି କି ଏରିକ୍ସନ proposed a theory on the basis of social environment, it is called psychosocial development। ତ ଏରିକ୍ସନ ମାନେ ମନେ କରିଥିଲେ ଯେ ଆମର କଣ ନା ମାନବ ଜୀବନ ଡେଭଲପମେଣ୍ଟ କେବଳ ବାୟୋଲୋଜିକାଲ କିମ୍ବା ମେଣ୍ଟାଲ ନୁହେଁ ବରଂ ସୋସିଆଲ ଫ୍ୟାକ୍ଟର ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ। ଆମେ ଯେ ଖାଲି କହିଦବା ଗୋଟେ ମନୁଷ୍ୟ ଜୀବନଟା ଖାଲି ହଉଛି କଣ ନା ବାୟୋଲୋଜିକାଲି ଜନ୍ମଗତ ପ୍ରଭେଦ ଖାଲି ଅଛି, ଜନ୍ମରୁ ସେ ଏମିତିକା, ତାଙ୍କ ମାନେ ବାପା ମାଙ୍କର ଗୁଣ ନେଇକି ପିଲାଟେ ଆସିଛି ବୋଲି ସେମିତି କହିଲେ ହବ ନାହିଁ। ଏଟା ମଧ୍ୟ ସୋସିଆଲ ଫ୍ୟାକ୍ଟର ଦ୍ୱାରା ମଧ୍ୟ ସେ ପ୍ରଭାବିତ ହୋଇଥାଏ। ଲୋକଟି ସମାଜ ସହିତ କିପରି ଇଣ୍ଟରାକ୍ଟ କରୁଛି ସେଇ ଇଣ୍ଟରାକ୍ସନ ଉପରେ ପର୍ସନାଲିଟି ଡେଭଲପ ହିଁ ଆମର ହେଇଥାଏ। ତ ଏହି କାରଣରୁ ହିଁ ସେ ତାଙ୍କ ଥିଓରିକୁ କଣ କରିଛନ୍ତି ନା ସାଇକୋ ସୋସିଆଲ ଡେଭଲପମେଣ୍ଟ ବୋଲି କହିଛନ୍ତି। ଖାଲି ଯେ ସାଇକୋଲୋଜି ଉପରେ ନିର୍ଦ୍ଧାରିତ ତାହା ନୁହେଁ, ଖାଲି ଯେ ସୋସିଆଲ ଡେଭଲପମେଣ୍ଟ ଉପରେ ନିର୍ଦ୍ଧାରିତ ତାହା ବି ନୁହେଁ। ତ ସେଥିପାଇଁ ସାଇକୋଲୋଜି ବି ଅଛି, ସୋସିଆଲ ବି ଅଛି। ତ ସେଥିପାଇଁ ତାଙ୍କ ଥିଓରି ହଉଛି ସାଇକୋ ସୋସିଆଲ ଡେଭଲପମେଣ୍ଟ, ଯାହା ଦ୍ୱାରା କି ସେ କହିଛନ୍ତି ସୋସିଆଲ ଫ୍ୟାକ୍ଟର ହଉ ମେଣ୍ଟାଲ ଆବିଲିଟି ହଉ ଦିଟା ଯାକ ଦରକାର ଗୋଟେ ପିଲାର ଡେଭଲପମେଣ୍ଟରେ ହେଲା। ତାପରେ କହିଛନ୍ତି according to him human development and personality are categorized in 8 stage। ତାପରେ କଣ କହିଲେ ନା ଏରିକ୍ସନ ଅନୁସାରେ ଆମେ ଯଦି ଦେଖିବା
ମାନବ जीवन को केतोटी स्टेज रे डिवाइड करा है ना 8टी स्टेज रे डिवाइड करा है हैला तो प्रत्येक स्टेज रे से व्यक्तिर गोटे साइकोसोशियल क्राइसिस रो सम्मुखीन होइछन्ते हैला साइकोसोशियल क्राइसिस कोन ना आमे जे देखिबा कि हो जे तांकर मेंटल को नै कि एवं तांकर सोशल एक्टिविटी को नै कि से सबरो किछटा दिनस क्राइसिस अछि ताको आमे देखिबा तो सेही क्राइसिस को किपरि समाधान करा जाय सेठारो पर्सनालिटी डेवलप केमिति हुए से सब दिनस एथिरे ही से माने विश्लेषण करिसन्ते एनालिसिस करचन्ते तापर कहिछि he believed that development in human beings is a continuous process तो कौन ना एरिक्सन दृढ़ भाव विश्वास करथुले जे ह्यूमन डेवलपमेंट होची कौन ना गोटे कंटिन्यूअस प्रोसेस तो तुम जानी एजुकेशन जो मैंने पढ़ी कंटिन्यूअस प्रोसेस पूरा बढ़िया से जानी आमर होची पूरा मातृ गर्भरु आरंभ होइकी पूरा मृत्यु पर्यंत चली थाए पूरा जीवन व्यापी प्रक्रिया बोली आमे ताको कहउचंती डेवलपमेंट होची खाली कौन खाली चाइल्डहुड रे शेष हो जाए ताहा नुहे से पूरा माने जन्मरु मृत्यु पर्यंत पूरा जीवन सारा चल थाए आमे बुढ़ा हला जाए मरिबा जाए किछ ना किछ शिखि थांती हैला ओके एबे आसीबा स्टेज को तांकर 8टा स्टेज जो दिया हेछि फर्स्ट स्टेज अछि इन्फांट स्टेज रे तांकर जोटा कहलानी कि हमर होची सोशली आ साइकोलॉजिकली आमे होची कोन करथा ना किछ दिन से शिखि थांती तो ट्रस्ट वर्सेस मिसट्रस्ट हमर स्टेज 1 इन्फांट रे ट्रस्ट भी आसे मिसट्रस्ट भी हुए स्टेज 2 रे देछि स्टेज 2 रे देछि कोन ना टोडलर स्टेज दे ताको कुहा जाय टोडलर स्टेज रे कोन ना ऑटोनॉमी आ गोटेला सेम हैला ऑटोनॉमी भी आसे सेम भी आसे कोन आसे मु गोटे गोटे करके एक्सप्लेन करबे स्टेज 3 रे कहिछि प्री स्कूलर हैला प्री स्कूलर स्कूल जीवा पूर्वरु एटा कोन कहिछि ना इनिशिएटिव आ गोटे हला गिल्ट हैला इनिशिएटिव आ गोटेला गिल्ट स्टेज 4 रे अछि मिडिल स्कूल होची इंडस्ट्री नला होची इनफीरियरिटी तापर असला स्टेज 5 एडोलेसेंस ताको कहा जाय एडोलेसेंस रे कोन हुए ना आइडेंटिटी नहले होची कोन ना होची रोल कंफ्यूजन हुए नहले आइडेंटिटी से पाई जाय तापर असला स्टेज 6 रे यूथ एडल्टहुड जोटा कि इंटिमेसी आसे नहले आइसोलेशन को पळाई जाय तापर असला स्टेज 7 जोटा कि एडल्टहुड बोली कहा जाय सेटा होची कोन ना जनरेटिविटी हुए नहले होची स्टैग्नेशन को जाय तापर असला स्टेज 8 जोटा कि ओल्ड एज एथिरे हमर कोन हुए ना ईगो आसे नहले होची इंटीग्रिटी आसे नहले से डिस्पेयर हे जाय एबे हमें देखिबा गोटे गोटे कोन रहिছে फर्स्ट असला स्टेज 1 हैला स्टेज 1 रे कोन कहिछि ट्रस्ट वर्सेस मिसट्रस्ट जोटा कि वर्ड टू 18 मंथ जाए चले हैला जन्म रु 18 मास जाए हमर चले ट्रस्ट आ मिसट्रस्ट 18 मास माने वर्षे 8 मास वर्षे 8 मास वर्षे 8 मास ताले कोन वर्ष होची 10 मास 6 मास वर्षे 6 6 मास मास 1 year 6 month हैला 1.5 वर्ष हैला तो 1.5 वर्षर जदि देखिबा पिलाटे ता भितरे कोन सब आसुची परिवर्तन कोन होउची से सब विषय रे हमें देखिबा ओके फर्स्ट लिखिची ट्रस्ट हमर कोन से कहिची कि होची स्टेज 1 जतले कहिला ट्रस्ट आ मिसट्रस्ट ता माने कोन जो जन्मरु 18 मास पर्यंत बा 1.5 वर्ष पर्यंत जो शिशुटे अछि से ट्रस्ट भी करिवो मिसट्रस्ट भी करिवो ता एज रे कौन ट्रस्ट करिवो कौन मिसट्रस्ट करिवो देखिबा तो ट्रस्ट रे देला कि ट्रस्ट इज पॉजिटिव मिसट्रस्ट इज नेगेटिव तो ट्रस्ट इज पॉजिटिव कौन ना एरिक्सन अनुसार जदि हमें देखिबा तो गोटे पिलाटे जन्म हैला तो गोटे पिलाटी जन्मर प्रथम स्टेज रे हमरो ट्रस्ट आसुचे ट्रस्ट जोटा कि हमें पॉजिटिव क्वालिटी बोले ताको कहउचंते जदि इन्फांट चारि पाखरे हैला गोटे पिलाटी चारि पाखरे थिबा पीपल माने लोक माने ऊपर से ट्रस्ट करूची बट किछ गोटे विश्वास करूची तांको ताले तार ट्रस्ट रा डेवलप हैला जदि ट्रस्ट डेवलप होउची ताले तार कोन ना पॉजिटिव क्वालिटी हमें देखा जाउची तेबे तांकर कोन हेइथा ना पर्सनालिटी रा आधार रे शक्ति से शक्तिशाली हे जाय कि हां मते ट्रस्ट करूची मो मां को मु से जाहा दब मु खाई पारिबे हैला मु ता पाखको जाई पारिबे किछ गोटे खेली पारिबे से जाहा भी हो तो ट्रस्ट डेवलप हेले हमर कोन हेइथा ना शिशु फ्यूचर रे कॉन्फिडेंट हेइथा इमोशनली से सिक्योर हेइथा जेमते कि भाबो
ଗୋଟେ ପିଲାଟି ଯେତେବେଳେ ଛୋଟ ଛୋଟ ଛୁଆଟେ ଥାଏ, ଜନ୍ମ ହବା ପରେ କଥା କହୁଛି, 18 ମାସ ପର୍ଯ୍ୟନ୍ତ ଗୋଟେ ଛୁଆଟିକି ତମେ ଯେତେ ଯାକ ତମେ ଯଦି ଅନନୋନ୍ ଅଛ ତା ପାଇଁ, ତମକୁ ସେ କେବେ ଦେଖି ନାହିଁ କି ଜାଣି ନାହିଁ, ତମେ ଯେତେବେଳେ ତାକୁ ଡାକୁଛ, ବହୁତ ପିଲା ଅଛନ୍ତି, ବହୁତ ରେୟାର ପିଲା ଅଛନ୍ତି ଯିଏକି ତମ ପାଖକୁ ପଳେଇ ଯିବେ, ଆଉ ବହୁତ ଅଧିକ ପିଲା ଅଛନ୍ତି ଯିଏକି ତମ ପାଖକୁ ଯିବେ ନାହିଁ। କାହିଁକି ଯିବେନି? କାହିଁକି ନା ସିଏ ସେତେବେଳେ କଣ ହେଇଥାଏ ନା ତାଙ୍କ ଭିତରେ ମାନେ ମିସଟ୍ରଷ୍ଟ ଡେଭଲପ ହେଇଥାଏ, ସେ ଜାଣିନାହାନ୍ତି ତମକୁ, ସେ ତମ ପାଖକୁ ତମକୁ କେବେ ଦେଖି ନାହାନ୍ତି, ତ ସେଥିପାଇଁ ସେ ତମ ପାଖକୁ ଯିବେନି। ସେ ତା ମା ପାଖରେ ସବୁବେଳେ ରହୁଛି, ତା ମାକୁ ଚିହ୍ନିଛି କି ତା ବାପାକୁ ଚିହ୍ନିଛି କି ତାଙ୍କର ଘରରେ ପାଖ ମାନେ ପଡୋଶୀ ଯୋଉମାନେ ଅଛନ୍ତି ସେମାନଙ୍କୁ ବାରମ୍ବାର ଦେଖୁଛି, ତ ସେମାନଙ୍କ ପାଖକୁ ସେମାନେ ଯିବେ। ହେଲା, ତ ଯଦି ଗୋଟେ ଏବେ ଦେଖୁଛ ଯୋଉମାନେ ଚାକିରି କରୁଛନ୍ତି, ଗୋଟେ ଛୋଟ ଛୋଟ ପିଲାଙ୍କୁ ଛାଡି ଦେଇକି ପଳେଇ ଯାଆନ୍ତି, ଯୋଉ ହଉଛି ଆସିକି ମାନେ ପିଲାମାନଙ୍କୁ ଆସିକି ଦେଖା ଶୁଣା କରିଥାନ୍ତି, ଯଦି ସେ କେତେବେଳେ ତାଙ୍କୁ ଧରିବାରେ ଟିକେ ଏପଟ ସେପଟ କରିଦେଇଥିବେ, କୋଉଠୁ ଗୋଟେ ସେ ଧର ପିଲାଟା ଗୋଟେ ଆଘାତ ପାଇଥିବ କିଛି ତାଙ୍କ ଠାରୁ, ଦେଖିବ ସେ ଜମା ତାଙ୍କ ପାଖକୁ ଯିବନି। ଆଉ କାହିଁକି ଯିବନି? କାହିଁକିନା ତାର ମିସଟ୍ରଷ୍ଟ ଡେଭଲପ ହେଇଗଲା। କାହିଁକିନା ସେ ଭାବିବ କି ନାଇଁ, ମୁଁ ୟା ପାଖକୁ ଗଲା ବେଳକୁ ମତେ ସେ ଧରି ପାରୁନି, ମତେ ଅବଜ୍ଞା କରିକି ଧରୁଛି କି ମତେ ବାଡଉଛି କି ଯାହା ବି ହଉ, ସେ କଣ କରିବ ନା ସେ ତା ପାଖକୁ ଜମା ବି ଯିବନି। ତାର କଣ ହେଇଗଲା? ମିସଟ୍ରଷ୍ଟ ଆସିଗଲା, କି ସେର ଗୋଟେ ଅବିଶ୍ୱାସ ପଳେଇ ଆସିଲା କି ନା ମୁଁ ୟା ପାଖକୁ ଯିବିନି। ଫ୍ୟୁଚରରେ ସେ କଣ ହବ? କନଫିଡେଣ୍ଟ ଫିଲ୍ କରିବନି, ଯୋଉଟା କି ତାର ଛୋଟ ବେଳୁ ହିଁ ଆମେ ଯଦି ତାକୁ ସେଇଭଳିଆ ଟାଇପର ଦେଖିବା, ତାହେଲେ ସେ ମାନେ ଫ୍ୟୁଚରରେ ବି ସେଟା କଣ ହବ ନା ତାର ଗୋଟେ ମିସଟ୍ରଷ୍ଟ ହିସାବରେ ପଳେଇ ଆସିବ। ତାପରେ ସେ କହିଛନ୍ତି କଣ ନା ପଜିଟିଭ ଇଏରେ ଟ୍ରଷ୍ଟରେ କଣ କହିଛନ୍ତି ନା ଲେଖିଛନ୍ତି, ଦ ନ୍ୟୁଲି ବର୍ନ ଇନଫାଣ୍ଟ ଫୁଲି ଡିପେଣ୍ଡ ଅନ୍ ହିଜ୍ ମଦର, ସି ପ୍ରୋଭାଇଡ୍ ଦ ସାଟିସ୍ଫ୍ୟାକ୍ସନ ଅଫ୍ ଫିଜିକାଲ ନିଡ୍। ତ ନବଜାତ ଶିଶୁ ଯିଏ ହଉଛି ଜନ୍ମ ହେଇଛି, ସମ୍ପୂର୍ଣ୍ଣ ଭାବରେ ମା ଉପରେ ହିଁ ଡିପେଣ୍ଡ କରେ। ତାର ଖାଦ୍ୟ ହେଇଗଲା, ତାର ହଉଛି ସ୍ନେହ ହେଇଗଲା, ତାର ସୁରକ୍ଷା ହେଇଗଲା, ସବୁ ଯାକ ସେ କଣ କରେ ନା କମ୍ଫର୍ଟ ଫିଲ୍ କରେ ତା ମା ପାଖରେ। ଯେତେକ ଫିଜିକାଲ ନିଡ୍ ହେଇଗଲା, ତାକୁ ଭୋକ ଲାଗିଲେ ସେ ତା ମାକୁ ହିଁ ଖୋଜିବ। ହେଲା, ତ କିଛି ତାକୁ ଶୀତ ଲାଗୁଛି ସେ କାନ୍ଦିବ, ତା ମାକୁ ହିଁ ଖୋଜିବ। ତମେ ଅଲଗା କାହା ପାଖରେ ବି ଛାଡିଦିଅ, ସେ କାନ୍ଦି କାନ୍ଦିକି ରଖିବ, ତା ମା ପାଖକୁ ଗଲେ ହିଁ ସେ କମ୍ଫର୍ଟ ଫିଲ୍ କରିବ। କାହିଁକି? କାହିଁକିନା ସବୁବେଳେ ତା ମା ହିଁ ତାର ହଉଛି କଣ ନା ଯେତେକ ତାର ଫିଜିକାଲ ନିଡ୍ ହେଲା ସବୁ ଯାକ ସିଏ ହିଁ ପୂରଣ କଲା। ତ ଯଦି ଏହି ନିଡ୍ ସମୟରେ ଠିକ ଭାବରେ ପୂରଣ ହୁଏ, ସବୁ ଯଦି ତାକୁ କାନ୍ଦୁଛି ତା ମା ଜାଣିପାରୁଛି, ତାକୁ ଖୁଆଇଦେଲା। ହେଲା, ଯଦି ତାକୁ ହଉଛି କଣ ଠିକ ସମୟରେ ଯଦି ସବୁ ପୂରଣ ହୁଏ, ଇନଫାଣ୍ଟ ମନରେ କଣ ଆସିଗଲା? ଟ୍ରଷ୍ଟ ଆସିଗଲା, ଟ୍ରଷ୍ଟର ଡେଭଲପ ହେଇଗଲା ତା ମନରେ। ତାପରେ ସେ କହିଛି କଣ ନା ଦେ ଡେଭଲପ ଏ ପଜିଟିଭ ଆଟିଟ୍ୟୁଡ ଅଫ ଦେୟାର ପର୍ସନାଲିଟି ଆଜ ଟ୍ରଷ୍ଟ ଟୁୱାର୍ଡସ ଦେୟାର ମଦର। ତ କଣ ନା ଯେତେବେଳେ ମା କନସିଷ୍ଟେନ୍ସଲି ଗୋଟେ ଇନଫାଣ୍ଟର ନିଡ୍ ପୂରଣ କରୁଥାଏ, ଶିଶୁ ମନରେ ମା ପ୍ରତି ପୁରା ଟ୍ରଷ୍ଟ ଗଢି ଉଠିଥାଏ। ତ ଏହି ଟ୍ରଷ୍ଟ କଣ ହୁଏ ନା ଧୀରେ ଧୀରେ ଅନ୍ୟ ଲୋକମାନଙ୍କ ପ୍ରତି ମଧ୍ୟ ସ୍ପ୍ରେଡ ହୋଇଥାଏ। ଯଦି ତମେ ଯଦି କଣ କରିବ ନା ତା ମା ଭଳି ଯଦି ସେମିତି ଟାଇପର କେୟାର ଟିକେ ଦେଖେଇ ଦଉଛ, ତାମାନେ କଣ ସେ ମା ଭଳି ସେ ଭାବିବ କି ହଁ ଇଏ ମଧ୍ୟ ମତେ କଣ ଭଲସେ କମ୍ଫର୍ଟ ଫିଲ୍ କରଉଛି, ଆଉ ଜଣେ ଯେ ସିଏ ମଧ୍ୟ କମ୍ଫର୍ଟ ଫିଲ୍ କରଉଛି। ତ ଶିଶୁର ପର୍ସନାଲିଟିରେ ପଜିଟିଭ ଆଟିଟ୍ୟୁଡ ଡେଭଲପ କରିଥାଏ, ଏବଂ ସେ ଲୋକମାନଙ୍କୁ କଣ କରେ ନା ବିଶ୍ୱାସ କରିବା ଶିଖିଯାଏ କି ହଁ ମତେ ସମସ୍ତେ ଲୋକମାନେ ଭଲରେ ରଖୁଛନ୍ତି ବୋଲି, ସେ ଗୋଟେ ଟ୍ରଷ୍ଟ ତାର ଆସିଗଲା। ହେଲା, ତାପରେ କହିଛି କଣ ନା ହୋପ୍ ଇଜ ଦ ବେସିକ ଷ୍ଟ୍ରେଂଥ। ତ ଏରିକ୍ସନ ଅନୁସାରେ ଯଦି ଆମେ ଦେଖିବା, ଯଦି ଟ୍ରଷ୍ଟ ସକ୍ସେସଫୁଲି ଡେଭଲପ ହୁଏ, ତେବେ ଏଇ ଷ୍ଟେଜରେ ଆମର ବେସିକ ଷ୍ଟ୍ରେଂଥ ହେଉଛି ହୋପ୍। ହୋପ୍ ମାନେ ହଉଛି କଣ? ଭବିଷ୍ୟତ ପ୍ରତି ଆଶା ଆଉ ବିଶ୍ୱାସ। ଏଇ ଷ୍ଟ୍ରେଂଥ ଶିଶୁକୁ କଣ କରିଥାଏ ନା ଜୀବନର ପରବର୍ତ୍ତୀ ଷ୍ଟେଜ ଯୋଉ ସବୁ ଆସୁଛି ଆଗକୁ, ସେ ସବୁ ଷ୍ଟେଜରେ ସେମାନେ କଣ ନା ଚ୍ୟାଲେଞ୍ଜ ଫେସ୍ କରିବାରେ ସାହାଯ୍ୟ କରିଥାଏ। ତାଙ୍କ ମାଇଣ୍ଡରେ ଗୋଟେ କଥା ରୁହେ, ହଁ ମୁଁ ମୋ ମାକୁ ବିଶ୍ୱାସ କରୁଛି, କି ମୋ ଘରର ଆଉ ସମସ୍ତେ ଯିଏ ଅଛନ୍ତି ସଦସ୍ୟ ସେମାନଙ୍କୁ ମୁଁ ବିଶ୍ୱାସ କରୁଛି। ଆଗକୁ ଯୋଉ ଯୋଉ ଷ୍ଟେଜ ଆସିବ, ସେମାନେ ସେ ଷ୍ଟେଜରେ କଣ କରିବେ ନା ମୁଁ ଏଠି କିଛି ବି କରିଦେବି, ମୁଁ ମାନେ କିଛି ଗୋଟେ ମାନେ ତାଙ୍କର କଣ ଟ୍ରଷ୍ଟ ଅଛି କି ହଁ ଆମର ବିଶ୍ୱାସ ଅଛି କି ଆମ ଫ୍ୟାମିଲି ମୋ ସହିତ ଅଛନ୍ତି ବୋଲି, ଯୋଉଟା କି ତାଙ୍କର ଇନଫାଣ୍ଟ ଷ୍ଟେଜରୁ ହିଁ ଡେଭଲପ ହବା ଦରକାର, ଯୋଉଟା କି ପଜିଟିଭ ଆଟିଟ୍ୟୁଡରେ ଡେଭଲପ ହବା ଦରକାର, ନେଗେଟିଭ ନୁହେଁ। ଏବେ ଆସିଲା ନେଗେଟିଭ, ଯୋଉଟା କି ମିସଟ୍ରଷ୍ଟ। ମିସଟ୍ରଷ୍ଟରେ ଏବେ ଦେଖିବା ସେ କଣ କହୁଛି। ମିସଟ୍ରଷ୍ଟରେ କହିଲା ପ୍ରଥମେ କି ମିସଟ୍ରଷ୍ଟ ଇଜ ନେଗେଟିଭ। ତ ଏରିକ୍ସନଙ୍କ ଅନୁସାରେ ମିସଟ୍ରଷ୍ଟ ଏକ ଗୋଟେ କଣ ନା ନେଗେଟିଭ କ୍ୱାଲିଟି। ଯଦି ଶିଶୁ ଚାରି ପାଖରେ ଥିବା ଲୋକମାନଙ୍କ ଉପରେ ବିଶ୍ୱାସ ସେ କରିପାରିବନି, ହେଲା, ତେବେ ତାଙ୍କର କଣ ହବ? ପର୍ସନାଲିଟିର ଡେଭଲପମେଣ୍ଟ ନକାରାତ୍ମକ ଆସିବ, ନକାରାତ୍ମକ ଆଡକୁ ଯିବ କି ହଁ ମୁଁ ମାନେ ଛୋଟବେଳେ ଯଦି ମତେ ଭଲରେ କେହି ବଢେଇ ନାହାନ୍ତି, ଖୁଆଇ ନାହାନ୍ତି, ମତେ ଭୋକ ଲାଗୁଥିବ ସେ ଏମିତି ଛାଡି ଦେଇକି ପଳେଇ ଯାଇଥିବେ, ତାହେଲେ କଣ ତାର ଗୋଟେ ଟ୍ରଷ୍ଟ ଆସିଲାନି କି ମତେ ଭୋକ ଲାଗୁଛି କିନ୍ତୁ ମତେ କେହି ଖାଇବା ପାଇଁ ଦଉନାହାନ୍ତି। ତାପରେ ସେ କହିଛି ସେକେଣ୍ଡ ଲାଇନରେ, if the physical need are not satisfied, so they develop a conflict of mistrust with their mother or caretaker. ସେ କହିଛି ଯଦି ଇନଫାଣ୍ଟର ଫିଜିକାଲ ନିଡ୍
ଯେପରିକି ଖାଦ୍ୟ ହେଇଗଲା, ତାର ହଉଛି କମ୍ଫର୍ଟ ହେଇଗଲା, ୱାର୍ମଥ ହେଇଗଲା, ସେଫ୍ଟି ହେଇଗଲା, ଏଇଟା ଯଦି ସମ୍ପୂର୍ଣ୍ଣ ଭାବରେ ପୂରଣ ହବ ନାହିଁ, ତେବେ ଶିଶୁ କଣ ହବ? ଶିଶୁ ମନରେ ତା ମା ପ୍ରତି ହଉ କି ତାର କେୟାର ଟେକର ଯିଏ ତାର ଯତ୍ନ ନଉଛି ତା ପ୍ରତି ହଉ କଣ ଆସିବ? ମିସଟ୍ରଷ୍ଟ ଆସିବ, ସେ ବିଶ୍ୱାସ କରି ହିଁ ପାରିବନି। ତ ଏଇ ସିଚୁଏସନରେ କଣ ହବ ନା ଟ୍ରଷ୍ଟ ଭର୍ସେସ ମିସଟ୍ରଷ୍ଟର କଣ ହବ? କନଫ୍ଲିକ୍ଟ ଆସିଯାଏ। କି ଗୋଟେ ହଉଛି ଟ୍ରଷ୍ଟ କରୁଛି ମୁଁ, କାହିଁକି ଟ୍ରଷ୍ଟ କରୁଛି? କାହିଁକି ନା ତା ମା ହଉ ତା କେୟାର ଟେକର ହଉ ଭଲ ଭାବରେ ଶିଶୁଟିର ଯତ୍ନ ନଉଛନ୍ତି। ମିସଟ୍ରଷ୍ଟ କାହିଁକି ଆସିଲା? କାହିଁକି ନା ମତେ ଭଲ ଭାବରେ ଗୋଟେ ଛୋଟ ଛୁଆକୁ ଭଲ ଭାବରେ କେୟାର ନିଆଯାଉ ନାହିଁ। ତ ଏଇ ଦିଟା ଭିତରେ କଣ ହେଇଗଲା ନା କନଫ୍ଲିକ୍ଟ ଆସିଗଲା। ହେଲା, ସେଟା ଗୋଟେ ଜାଗାକୁ ଗଲେ ଆଉ ଗୋଟେଟା ହଉଛି କଣ ଆଉ ଗୋଟେ ଦିଗକୁ ଯାଉଛି। ତାପରେ କହିଛି they develop abnormal characteristics in future life of his personality। ତ ମିସଟ୍ରଷ୍ଟ କଣ କରିଥାଏ ନା ଡେଭଲପ ହେଲେ, ଯଦି ଆମେ ମିସଟ୍ରଷ୍ଟ ଡେଭଲପ ହେଉଛି ଶିଶୁର ପର୍ସନାଲିଟିରେ ଫ୍ୟୁଚରରେ ଆବନର୍ମାଲ କ୍ୟାରେକ୍ଟରିଷ୍ଟିକ ସବୁ ଦେଖାଯାଇଥାଏ। ସେ କଣ ହେଇଥାଏ ନା ହଉଛି ସେ ସସ୍ପିସିୟସ୍ ହେଇଯାଇଥାଏ, ଇନସିକ୍ୟୁର ଫିଲ୍ କରେ, ଫିୟରଫୁଲ ହେଇଥାଏ, ହେଲା, ଇମୋସନାଲି ଅନଷ୍ଟେବଲ ହେଇଯାଇଥାଏ। ଯଦି କିଛି ହବ ସେ କାନ୍ଦିଦବ, ହେଲା, ସେ ଇନସିକ୍ୟୁର ସବୁବେଳେ ଫିଲ୍ କରିବ କି ନାଇଁ ମୁଁ ଏଠି ରହିଛି, ମତେ ଭଲସେ କେହି ଦେଖିବେନି କି ମତେ କେହି ପଚାରିବେନି, ସବୁବେଳେ ଫିଅର, ଗୋଟେ ମନରେ ଡର ରହିବ। ଯଦି ଛୋଟବେଳୁ ଏମିତି ମିସଟ୍ରଷ୍ଟ ଆସିଯାଉଛି ଗୋଟେ ପିଲାଟି ମନରେ, ତାହେଲେ ଆଗକୁ ଯାଇକି ତାର କଣ ହବ ନା ହଉଛି ଡର ରହିବ ସବୁବେଳେ, ଆଉ ଇନସିକ୍ୟୁରିଟି ସେ ଫିଲ୍ କରିବ ସବୁ ଜାଗାରେ। ହେଲା, ତ ଅନ୍ୟମାନଙ୍କ ସହିତ ସେ କଣ ନା ଯେ ଭଲ ଭାବରେ ରିଲେସନ ସବୁ ବିଲ୍ଡ କରିପାରିବ ନାହିଁ, ବିଲ୍ଡ କରିବାରେ ଅସୁବିଧା ହବ, କାହିଁକି ସେ ସବୁବେଳେ ସମସ୍ତଙ୍କୁ ଅବିଶ୍ୱାସ କରିବ ନା, କେମିତି କଣ ବିଶ୍ୱାସ କରିବ ଯେହେତୁ ତାର ଛୋଟବେଳୁ ଏମିତି ଟାଇପର ହେଇଛି। ହେଲା, ତାପରେ ସେ କହୁଛି ଇଟ୍ ଲିଡ୍ ସାଇକୋଲୋଜିକାଲ କ୍ରାଇସିସ୍ ଦେୟାର ପର୍ସନାଲିଟି। ତ ସେ କହିବା କଥା ହଉଛି ଏରିକ୍ସନଙ୍କ ଅନୁସାରେ ମିଷ୍ଟର୍ସ ଆମର ଅନରିଜଲ୍ଭ ଯଦି ରହିଯିବ, ଏଇ ସାଇକୋଲୋଜି କଣ ନା କ୍ରାଇସିସ୍ ସୃଷ୍ଟି କରିବ। ଏଇ କ୍ରାଇସିସ୍ କଣ କରେ ନା ଶିଶୁର ପର୍ସନାଲିଟି ଉପରେ ବହୁତ ଦିନ ଯାଏଁ ପ୍ରଭାବ ପକାଇଥାଏ। ଆଉ ପରବର୍ତ୍ତୀ ଯୋଉ ସାଇକୋ ସୋସିଆଲ ଷ୍ଟେଜ ସବୁ ଅଛି ତାକୁ ମଧ୍ୟ କଣ ନା ତା ଉପରେ ମଧ୍ୟ ଅସର ପକାଏ ଇଏ, ଆଉ ତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ, ଯାହାଦ୍ୱାରା କି ଛୋଟ ବେଳୁ ଆମକୁ ତାଙ୍କୁ ଟ୍ରଷ୍ଟ ଆଉ ମିସଟ୍ରଷ୍ଟ ଉପରେ ଅଧିକ ଧ୍ୟାନ ଦେଇକି ତାଙ୍କର ଟ୍ରଷ୍ଟ ଆଣିବାର ଅଛି ଚାଇଲ୍ଡ ମାନଙ୍କ ଉପରେ। ଯଦି ଗୋଟେ ପିଲାଟିକୁ ଗୋଟେ ଲୋକଟିକି ସେ ବିଶ୍ୱାସ କରୁଛି, ତାହେଲେ ତା ଲାଇଫଟା ବହୁତ ଭଲସେ ପଳେଇଗଲା। ତା ଲାଇଫ ସାରା ଯାହା ଯାହା ଘଟିବ ପରବର୍ତ୍ତୀ ଷ୍ଟେଜରେ ସବୁ ଭଲ ଭଲରେ ହିଁ ଘଟିବ। ଯଦି ମିସଟ୍ରଷ୍ଟ ଆସିଯାଉଛି, ଅବହେଳା ହଉଛି ସିଏ, ତାହେଲେ ପରବର୍ତ୍ତୀ ଯାହା ସବୁ ଷ୍ଟେଜ ଆସିବ ସେ ସବୁ ମଧ୍ୟ ଇଫେକ୍ଟଫୁଲ ହବ। ବୁଝିପାରିଲ? ଷ୍ଟେଜ ଆଜ୍ଞା 1 ମ୍ୟାମ୍। ବୁଝିହେଲା? ହଁ, ଏବେ ଆସିଲା ଷ୍ଟେଜ 2। ଷ୍ଟେଜ 1 ମନେ ରଖିବ 18 ମନ୍ଥ ଯାଏ, ହେଲା, ବର୍ଥରୁ 18 ମନ୍ଥ ଯାଏ। ତାପରେ ଷ୍ଟେଜ 2 ଆସୁଛି ଯୋଉଟା କି 18 ମନ୍ଥରୁ 3 ଇୟର୍ସ ଯାଏ, ହେଲା, 3 ଇୟର୍ସ ଯାଏ ଆମର ଆସୁଛି 18 ମନ୍ଥରୁ। କଣ ଏଟା ଦେଇଛି? ଏଥିରେ ଦେଇଛି, ଆଚ୍ଛା ମତେ କହିଲ 18 ମନ୍ଥରୁ 3 ଇୟର୍ସ ଯାଏ ସେଟା କୋଉ ଇଏ କୁ କୁହାଯାଏ, କୋଉ ଷ୍ଟେଜ କୁହାଯାଏ ୟାକୁ? ଟୋଡଲର, ହେଲା, ଟୋଡଲର ବୋଲି କୁହାଯାଏ। ଇନଫାଣ୍ଟ ଗଲା, ଟୋଡଲର ଆଇଲା। ଆଚ୍ଛା, ଏଥିରେ କଣ ଦେଲା? ଲେଖିଛି ଅଟୋନୋମି, ଆଉ ଗୋଟେ ହେଲା ସେମ୍। ଅଟୋନୋମି ସେମ୍ କଣ ଆସେ 18 ରୁ 3 ଇୟର୍ସ ଯାଏ? ଲେଖିଛି the child develop a kind of confidence in them as they grow physically and mentally strong. They become autonomic and have self control in themselves। କଣ କହିଲା ନା ସେ କହିବା କଥା ହଉଛି ଏଇ ଷ୍ଟେଜରେ ଆମର ଶିଶୁ କଣ କରିଥାଏ ନା ଧୀରେ ଧୀରେ ଫିଜିକାଲି ଆଉ ମେଣ୍ଟାଲି ଷ୍ଟ୍ରଙ୍ଗ ହବାକୁ ଲାଗିଥାଏ, ହେଲା, ଫିଜିକାଲି ବି ଆଉ ମେଣ୍ଟାଲି ବି ଷ୍ଟ୍ରଙ୍ଗ ହୁଏ। ଚାଲିବା, କଥା କହିବା, ନିଜେ କିଛି କାମ କରିବା, ଏସବୁ ଭଳି ସେ କଣ କରିଥାଏ ନା କାମ କାର୍ଯ୍ୟ କିଛି କିଛି କରିଥାଏ ସେ, ଆଉ ନିଜ ଉପରେ ମଧ୍ୟ କନଫିଡେଣ୍ଟ ଡେଭଲପ କରିଥାଏ ଏଇ ଷ୍ଟେଜରେ। ତ ସେ ନିଜ ନିଜ କାମ କରିବାକୁ ସବୁବେଳେ ଚାହେଁ, ଆଉ ଯାହାକୁ ଆମେ କଣ କରିଥାନ୍ତି ନା ଅଟୋନୋମି ବୋଲି କୁହାଯାଏ। ଆମର ଏଇ ଷ୍ଟେଜରେ କଣ ହୁଏ ନା ସେଲ୍ଫ କଣ୍ଟ୍ରୋଲ ପଳେଇ ଆସେ, ହେଲା, ଆମ ସେଲ୍ଫ କଣ୍ଟ୍ରୋଲର ଡେଭଲପ ହେଇଥାଏ। ଯେମିତି କି ଆମେ କଣ କରିଥାନ୍ତି ନା ନିଜ ବିହେଭିୟରକୁ କଣ୍ଟ୍ରୋଲ କରନ୍ତି, କି ଯଦି ଆମେ କୌଣସି ପ୍ରକାର କଣ ଘରେ ଆମକୁ ଶିଖାନ୍ତି କି ଯଦି କିଏ ତମକୁ କିଛି ଦଉଛନ୍ତି ତମେ ତାକୁ କଣ କହିବ ନା ଥ୍ୟାଙ୍କ ୟୁ ବୋଲି କହିବ, ହେଲା। ଯଦି ଆମକୁ ଘରେ ଶିଖେଇଛନ୍ତି କି ହଉଛି କୋଉଠି ଗୋଟେ ଗଲେ ବଡ ମାନଙ୍କୁ କଣ କରିବ ନା ହଉଛି ସମ୍ମାନ ଦବ, ତାଙ୍କୁ ନମସ୍କାର କରିବ,
ହେଲା ଭଲ ବିହେଭିୟର ଦେଖେଇବ। ଆମର ଇଚ୍ଛା ନଥିଲେ ବି ଛୋଟ ଛୁଆ ମାନେ ଯେମିତିକି ଦେଖିବ ଛୋଟ ଛୁଆଙ୍କର ଇଚ୍ଛା ନଥିବ ଜୁଆର ହବା ପାଇଁ କିନ୍ତୁ ସେମାନେ ଜୁଆର ହେବେ। କାହିଁକି ନା ହଉଛି ସିଏ ତାଙ୍କ ବିହେଭିୟରକୁ ଟିକେ ମୋଡିଫାଏ କରନ୍ତି। କାହା ପାଇଁ ନା ଫ୍ୟାମିଲିର ମେମ୍ବର ପାଇଁ। ଆମର ଯେ ସବୁ ଅଛନ୍ତି ପ୍ୟାରେଣ୍ଟସ ଅଛନ୍ତି, ପ୍ୟାରେଣ୍ଟସ ଯୋଉ ହିସାବରେ ଶିଖାନ୍ତି ଆମେ ସେଇ ହିସାବରେ କରନ୍ତି। ତ ଏଟା କଣ ଅଟୋନମି। ତ ସେ କଣ ନିଜ ହିସାବରେ ନ କରିକି ଯୋଉ ସବୁ ଆମକୁ ଶିଖାଯାଏ ସେ ସବୁ ଆମେ ଜିନିଷ କରନ୍ତି। ସେଲ୍ଫ କଣ୍ଟ୍ରୋଲ ମଧ୍ୟ ଆମର ଏଥିରେ ପଳେଇ ଆସିଥାଏ। ହେଲା ସେଲ୍ଫ କଣ୍ଟ୍ରୋଲ ମଧ୍ୟ କରିଥାନ୍ତି। ଆଉ ହଉଛି ଆମର କଣ ନା ଯୋଉମାନେ ଯାହା ସବୁ ଶିଖାନ୍ତି ସେ ସବୁ କରନ୍ତି। ଆଉ ମେଣ୍ଟାଲି ଆମେ ଷ୍ଟ୍ରଙ୍ଗ ମଧ୍ୟ ଏଥିରେ ରୁହନ୍ତି। ଆଉ କନଫିଡେନ୍ସ ମଧ୍ୟ ରୁହନ୍ତି। ତାପରେ ସେ କହିଲା କି ୱିଲ୍ ଇଜ ଡେଭଲପ ଇନ୍ ଦିସ୍ ଷ୍ଟେଜ। ହେଲା ୱିଲ୍ ଇଜ ଡେଭଲପଡ ଇନ୍ ଦିସ୍ ଷ୍ଟେଜ। ତ କଣ ଏରିକ୍ସନ ଅନୁସାରେ ଯଦି ଏଇ ଷ୍ଟେଜର ଅଟୋନମି ସଫଳ ଭାବେ ଡେଭଲପ ହେଇଥାଏ ତେବେ ଏଇ ଷ୍ଟେଜର କଣ ନା ବେସିକ ଷ୍ଟ୍ରେନ୍ଥ ହଉଛି କଣ ନା ୱିଲ୍। ୱିଲ୍ ମାନେ ହଉଛି କଣ ନିଜ ଇଚ୍ଛା ଶକ୍ତି, ନିଜର ନିଷ୍ପତ୍ତି ନେବାର ସାହସ। ସେହି ନିଷ୍ପତ୍ତି ଉପରେ କଣ କରିବା ନା ସବୁବେଳେ ଆମେ ସେଇ ନିଷ୍ପତ୍ତି ଉପରେ ହିଁ ଯେମିତିକି ମାନେ ମାଇଣ୍ଡ ଚେଞ୍ଜ କରିବାନି, ସେଇ ନିଷ୍ପତ୍ତି ଉପରେ ହିଁ ରଖିବା। ଯେମିତି ଗୋଟେ ଏକ୍ସାମ୍ପଲ ଦଉଛି ମୁଁ ତମକୁ। ଧର ଗୋଟେ ପିଲାଟେ କଣ କରୁଛି ନା ହଉଛି ଡ୍ରେସଟେ ପିନ୍ଧୁଛି। ହେଲା ଛୋଟ ଥିଲା, ଡ୍ରେସ ସେତେବେଳେ ପିନ୍ଧା ଶିଖିନଥିଲା। 18 ମାସ ମାନେ 1.5 ବର୍ଷ ହେଇଗଲା, 1.5 ବର୍ଷରୁ 3 ବର୍ଷ ହେଇଗଲା। ତ ଦେଖିଥିବ ଛୋଟ ପିଲାମାନେ ତମେ ଯେତେ ସିଧା କରିକି ଡ୍ରେସ ଦେଇଥାଅ ସେ ଓଲଟା ହିଁ ପିନ୍ଧିବେ। ହେଲା ପ୍ରାୟ ପିଲା ଦେଖିଥିବ ଓଲଟା ଡ୍ରେସ ପିନ୍ଧିବେ, ଓଲଟା ଚପଲ ପିନ୍ଧିବେ। ହେଲା ସେମାନେ ଜାଣିପାରନ୍ତିନି, ସେମାନେ ଭାବନ୍ତି ଏଇଟା ହିଁ ସୋଲଟା। ତ ଯଦି ସିଧା କରିକି ସେମାନେ ପିନ୍ଧି ନ ପାରିକି ଓଲଟା ପିନ୍ଧୁଛନ୍ତି ତ ଆମେ ଯଦି ତାଙ୍କୁ କଣ କରିବା ବାରମ୍ବାର ବାରମ୍ବାର ତାଙ୍କୁ କଣ କରିବା ଗାଳି କରିବା। ହେ ତୁ ପିନ୍ଧି ଶିଖିନୁ, ତୁ ଏମିତି ପିନ୍ଧିଦେଲୁ, ଆଉ ହଉଛି ପିନ୍ଧି ଶିଖିନୁ ଯଦି ପିନ୍ଧିବୁନି। ଯଦି ଏମିତି ବାରମ୍ବାର 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 ତାଙ୍କୁ କହିବା ଆମେ ସେ ସେମ୍ କୁ ପଳେଇବେ। ହେଲା ସେମ୍ ମାନେ କଣ ନା କନଫିଡେଣ୍ଟ ଆଉ ତାଙ୍କର ଆସିବନି, କନଫିଡେଣ୍ଟ ଆଉ ତାଙ୍କର ଡେଭଲପ ହବନି। ସେମାନେ ଭାବିବେ କଣ ହେ ମତେ ତ ଆସୁନି ଆଉ ମୁଁ କଣ କରିବି, ଥାଉ ମୁଁ ଆଉ ଶିଖିବିନି କିଛି। ହେଲା ଏମିତି ଟାଇପର ସେ କରିବେ। ଯଦି ସେ କିଛି ଗୋଟେ କରୁଛନ୍ତି ନିଜ ଇଚ୍ଛାରେ ଭୁଲ କରୁଛନ୍ତି ତ ଆମେ ତାକୁ କହିବା କି ହଉ ଠିକ ଅଛି ସେ ଧୀରେ ଧୀରେ ଶିଖିବ। ତାକୁ କହିଦବା ଆମେ କି ନା ଏଇଟା ଓଲଟା ଏମିତି ପିନ୍ଧିଲେ ସେଟା ଠିକ ଭାବରେ ପିନ୍ଧାଯାଏ। ତ ସେ କଣ ବୁଝିବ ହଁ କି ଯେତେବେଳେ ସେ ଧର ଠିକ ପିନ୍ଧି ଦେଇଛି, ଧର ସେ ଗୋଟେ ଡ୍ରେସଟେ ଠିକ ସେ ପିନ୍ଧି ଦେଇଛି, ଆମେ ତାକୁ କଣ କରିବା ସେଠି ନା ତାକୁ ଆମେ ଆହୁରି ଗାଇଡ କରିବା। ଆରେ ବା ବଢିଆ ସେ ତ ପିନ୍ଧିଦେଲୁ। ତ ସେ କଣ କରିବ ସେଠି ତା ମାଇଣ୍ଡରେ ପଶିବ କି ଆରେ ମୁଁ ତ ଠିକ ଠାକ ମୋ କାମ କରିଦଉଛି, ତାମାନେ କଣ ମୁଁ ନିଜେ ନିଜେ ମୋ କାମ କରିପାରୁଛି। ତାହେଲେ କଣ ହବ ଅଟୋନମି ପଳେଇ ଆସିଲା ତାଙ୍କ ମନରେ। ତାମାନେ ସେ ଷ୍ଟ୍ରଙ୍ଗଲି ଯାହା ଯାହା ଆଗକୁ କରିବେ ଗୋଟେ ମେଣ୍ଟାଲି ସେ ଷ୍ଟ୍ରଙ୍ଗ ତାଙ୍କ ମାଇଣ୍ଡରେ ପଳେଇ ଆସିବ। ଆଉ ସେମାନଙ୍କ ମାଇଣ୍ଡରେ ହଉଛି କଣ ନା ହଉଛି ୱିଲ୍ ପାୱାର ବି ଡେଭଲପ ହବ, ଇଚ୍ଛା ଶକ୍ତିରେ ଡେଭଲପ ହବ। ହେଇ ମୁଁ ଏମିତି ଠିକ ଭାବରେ ପିନ୍ଧିଦେଲି ବୋଲି ମତେ ଭେରି ଗୁଡ କୁହାଗଲା। ତ ଯଦି ମୁଁ ଆଗକୁ ଆଉ କିଛି ବି ଭଲ ଭଲ କାମ କରିବି ତାହେଲେ ମତେ ଆହୁରି ବି କଣ କରାହବ ନା ହଉଛି ପ୍ରେଜ ମିଳିବ। ତ ସେଥିପାଇଁ ସେ ସବୁବେଳେ ଆଗକୁ ଆଗକୁ ଯୋଉ ଯୋଉ ଷ୍ଟେଜ ଦେଇକି ଯିବେ କନଫିଡେଣ୍ଟ ପୁରା ଫିଲ୍ କରିବେ। କିନ୍ତୁ ଏପଟରେ ଆସିଲା ଆମର ସେମ୍ ରେ କଣ କୁହାଯାଇଛି ଦେଖିବା। ଲେଖିଛନ୍ତି ଇଫ୍ ଅଟୋନୋମି କାଇଣ୍ଡ ଅଫ କନଫିଡେନ୍ସ ଇଜ ନଟ୍ ଡେଭଲପଡ ଦେନ୍ ଦେ ଫିଲ୍ ସେମ୍ ଆଣ୍ଡ ଗିଲ୍ଟ ଆବାଉଟ ଦେମସେଲ୍ଫ ଇନ୍ ମ୍ୟାନିପୁଲେଟିଂ ଥିଙ୍ଗସ। ୟା ମାନେ ହେଇ କଣ ନା ଯଦି ଏହି ଷ୍ଟେଜରେ ଶିଶୁ ଅଟୋନୋମି ଆଉ ସେଲ୍ଫ କନଫିଡେନ୍ସ ଡେଭଲପ କରିପାରେ ନାହିଁ ତେବେ ସେ ନିଜ କାମ ଯେତେବେଳେ କରୁଛି କରିବା ବେଳେ ସେମ୍ ଆଉ ଗିଲ୍ଟ ଅନୁଭବ କରେ। ତାକୁ ଯଦି ବାରମ୍ବାର କହିବା ହେ ତୁ ସେ ଓଲଟା ଡ୍ରେସ ପିନ୍ଧୁଛୁ ସବୁବେଳେ କହିକି ତାକୁ ଗାଳି କରିବା, ସେ କଣ କରିବ କହିଲ ସେ ପୁରା ସେମ୍ କୁ ପଳେଇଯିବ ଆଉ ଗିଲ୍ଟ କୁ ପଳେଇଯିବ କି ହେ ମୁଁ ଗୋଟେ ଭୁଲ କରିଦେଲି, ମୁଁ ଭୁଲ ପିନ୍ଧିଦେଲି, ମୁଁ କରିପାରିବିନି, ମୁଁ ଆଗକୁ ଯାଇକି କିଛି ବି କରିପାରିବିନି। ତାଙ୍କ ମାଇଣ୍ଡରେ ଏଇ ସବୁ ପଳେଇ ଆସିବ। ତ ବାରମ୍ବାର ଗାଳି କରିବା, ଅତ୍ୟଧିକ କଣ୍ଟ୍ରୋଲ କରିବା, ଏସବୁ କରିବା ଦ୍ୱାରା ଆମର କଣ ହେଇଥାଏ ଆମର ଗୋଟେ ସେକେଣ୍ଡ ହଁ ଏସବୁ କରିବା ଦ୍ୱାରା ଆମର କଣ ହେଇଥାଏ ପିଲାମାନେ ସେମ୍ କୁ ପଳେଇ ଯାଇଥାନ୍ତି। କୌଣସି ପ୍ରକାରର ନିଜେ କିଛି କରିବାର ସୁଯୋଗ ସେ ପାଆନ୍ତି ନାହିଁ। ଆଉ ଆଗକୁ ବି ସେମାନେ ମାଇଣ୍ଡରେ ରଖିଦିଅନ୍ତି କି ହଁ ମୁଁ କିଛି କରିପାରିବି ନାହିଁ। ହେଲା ସବୁ କରିବାକୁ ସକ୍ଷମ ନୁହଁ ବୋଲି ସେମାନେ ଭାବି ଦିଅନ୍ତି। ତାପରେ ସେ କଣ କହିଲା ସେକେଣ୍ଡ ଲାଇନରେ they doubt about themselves and feel inferior about themselves। ତ କଣ ସେ କହିଛି ନା ଏହି ସିଚୁଏସନରେ ଶିଶୁ ନିଜ ଉପରେ ଡାଉଟ୍ କରେ କି ହଁ ମୁଁ ଏସବୁ କିଛି କରିପାରିବିନି, ନିଜକୁ ଇନଫରିୟର ମନେ କରେ, ମୁଁ କିଛି ସେଇ ଇନଫରିୟର ବି ସେଇ ସେମ୍ କଥା କି ମୁଁ ନିଜେ କିଛି କରିପାରିବି ନାହିଁ। ତ ଏହି ସେଲ୍ଫ ଡାଉଟ୍ ଆଉ ହଉଛି ଇନଫେରିୟରିଟି ଫିଲିଙ୍ଗସ୍ ଫ୍ୟୁଚର ଲାଇଫରେ କଣ ହେଇଥାଏ ନା ଡିସିସନ ମେକିଂ କରିବାରେ ସବୁବେଳେ କଣ ହେଇଥାଏ ନା ହଉଛି ଗୋଟେ ନେଗେଟିଭ ଇମ୍ପାକ୍ଟ ପଡିଥାଏ। ଆମେ ଇଣ୍ଡିପେଣ୍ଡେଣ୍ଟ ହେଇକି ରହିପାରିବାନି, କନଫିଡେଣ୍ଟ ଫିଲ୍ କରିପାରିବାନି, କିଛି ଗୋଟେ ଡିସିସନ ନିଜେ ନିଜେ ମେକ୍ କରିପାରିବାନି। ସବୁବେଳେ ତା ଉପରେ ନକାରାତ୍ମକ ପ୍ରଭାବ ପଡିବ ବା ନେଗେଟିଭ ଇମ୍ପାକ୍ଟ ପଡିବ।
ବୁଝିପାରିଲ? Yes, ଆଜ୍ଞା ma'am. ମ୍ୟାମ୍। Yes ମ୍ୟାମ୍। ମ୍ୟାମ୍ ହଁ କହୁନ ୟେସ୍ କହ। ମ୍ୟାମ୍ ମ୍ୟାମ୍ ଏଇ ଯୋଉ ଅଟୋନୋମୀର ଫାର୍ଷ୍ଟ ଷ୍ଟେପଟା ଆଉ ଟିକେ ବୁଝେଇ ଦେଇଥାନ୍ତି। ଅଟୋନୋମୀର ଫର୍ଷ୍ଟ ଷ୍ଟେପଟା ଅଟୋନୋମୀର ଫର୍ଷ୍ଟ ଷ୍ଟେପ କହିଲେ କି the ଆଜ୍ଞା child develop a kind of confidence in them as they grow physically and mentally strong. They become autonomic and have self control in themselves. या ମାନେ ହଉଛି ଯଦି ଆମେ କୌଣସି ପ୍ରକାର ଏଇ ଯୋଉ ଷ୍ଟେଜରେ ଯଦି ହଉଛି ଫିଜିକାଲି ମେଣ୍ଟାଲି ଆମର ହଉଛି କଣ ନା ହଉଛି ଧୀରେ ଧୀରେ ଷ୍ଟ୍ରଙ୍ଗ ହବାକୁ ଲାଗିଥାଏ। ତ ଅଟୋନୋମି ହଉଛି କଣ ଆମେ ଯଦି କିଛି ଗୋଟେ କାମ କରୁଛନ୍ତି ହେଲା ଯଦି ଆମେ ସେଟା ଠିକ ଭାବରେ କରିଦଉଛନ୍ତି ସେଟା କଣ ଆମ ନିଜ ଉପରେ ଗୋଟେ କନଫିଡେଣ୍ଟ ଫିଲ୍ ଆସେ କି ହଉଛି ଆମେ ତମେ ନିଜେ ଭାବୁନ ତମେ ନିଜ କଥା ଭାବ ଯେମିତି କି ତମେ ଗୋଟେ ଜିନିଷ ପଢିଛ ହେଲା ଗୋଟେ ଜିନିଷ ପଢିଛ ତମେ କଣ କର କି ହଉଛି ନେଲୁ ନେଲୁ ମତେ ଟିକେ ପଚାରିଦେଲୁ ମୁଁ ଏତିକି ଜିନିଷ ପଢିଛି ମତେ କେତେ ମନ ଅଛି ଦେଖିବା ତମେ ଯଦି ଗୋଟେ କ୍ୱେଶ୍ଚିନ୍ ମାନେ ଧର 10 ପେଜରେ ପଢିଛ 10 ପେଜରେ ଜଣେ କ୍ୱେଶ୍ଚିନ୍ ତମକୁ କଲା ତମେ ଯଦି ପୁରା 80-90% ପୁରା ଭଲ ଭଲ କ୍ୱେଶ୍ଚିନ୍ଟା ମାନେ ଆନ୍ସର ପୁରା ଠିକ ଠାକ ଦେଇଦେଲ ତମକୁ ଗୋଟେ କନଫିଡେଣ୍ଟ ଫିଲ୍ ହୁଏନି ଆଜ୍ଞା ତମେ ଭାବନି କି ଆରେ ବା ମୁଁ ତ ତାହେଲେ ମୁଁ ଯେତିକି ପଢିଛି ଦିନମାନ ଯେତିକି ମୁଁ ପଢିଲି ତାହେଲେ ହଉଛି ଏଟା ଗୋଟେ କଣ ନା ହଉଛି ଗୋଟେ ପେ ଅଫ୍ ହେଲା କି ହଉଛି ମୁଁ ଯେତିକି ପଢିଛି ଭଲସେ ପଢିଛି ଗୋଟେ କନଫିଡେଣ୍ଟ ଲାଗିବ ହଁ ଯାହା ହଉ ମୁଁ ଗୋଟେ ସବୁ କିଛି କରିଦେଇଛି ଯେମିତି ଆମେ ଭାଇବା ଦେବା ପାଇଁ ଯାଉଛ ଭାଇବାରେ ତମକୁ କଣ କରାହେଲା ନା ହଉଛି ତମେ ଯଦି କିଛି ଗୋଟେ ପଚରା ହେଲା ତମେ କଣ କରୁଛ ନା ହଉଛି ବଢିଆ ସେ ଆନ୍ସର ଦେଇଦେଇଛ ସେତେବେଳକୁ ତମକୁ ମାର୍କ ମିଳି ନାହିଁ ତମକୁ ଖାଲି ପଚରା ହେଇଛି ତମେ ଆନ୍ସର ଦେଇଛ କିନ୍ତୁ ତମକୁ ଗୋଟେ ପଜିଟିଭ ଫିଲିଂ ଆସେନି ଗୋଟେ କନଫିଡେଣ୍ଟ ଫିଲ୍ ଆସେନି କି ହଁ ମୁଁ ତ ବଢିଆ ସେ କହିଛି ଯାହା ଦବା କଥା ଦେବେ ମୋର କନଫିଡେଣ୍ଟ ଅଛି ମୁଁ କାହିଁକି ନା ମୁଁ ଭଲସେ ପଢିଛି ଭଲସେ ବି ଦେଇଛି ମୋ ଭାଇବା ଆସେ କି ନାଇଁ ତ ଆଜ୍ଞା ସେମିତି ଏ ଆଜ୍ଞା ପିଲାମାନଙ୍କର ଯୋଉଟା 18 ମାସରୁ 3 ବର୍ଷ ପର୍ଯ୍ୟନ୍ତ ଯୋଉ ପିଲାମାନେ ସେମାନେ ଯେତେବେଳେ ଠିକ କାମ କିଛି ଗୋଟେ କରିଦିଅନ୍ତି ଆମେ ଯଦି ସେମାନଙ୍କୁ କଣ କରନ୍ତି ନା ହଉଛି ପ୍ରେଜ୍ କରନ୍ତି କୌଣସି ପ୍ରକାରର ମାନେ ତାଙ୍କୁ କୁହନ୍ତି କି ହଁ ବଢିଆ କଲୁ ବୋଲି ସେମାନେ ଗୋଟେ କଣ ନା ହଉଛି କନଫିଡେଣ୍ଟ ଫିଲ୍ କରନ୍ତି ଯୋଉଟା କି ଆଗକୁ ଆଗକୁ ଯାଇକି ଯୋଉ ସବୁ ଷ୍ଟେଜ ଆସିବ ସେଥିରେ ସେମାନଙ୍କର ବି କାମରେ ଆସିବ ହେଲା ଆଜ୍ଞା ମ୍ୟାମ୍ ହୁଁ। ଥ୍ୟାଙ୍କ ୟୁ ମ୍ୟାମ୍ ତାପରେ ଆସିଲା ଷ୍ଟେଜ 3 ଷ୍ଟେଜ 3ରେ କହିଛି ଇନିସିଏଟିଭ ଆଉ ଗିଲ୍ଟ ଆଚ୍ଛା ମତେ କହିଲ ଷ୍ଟେଜ 3ଟା ଆମର କୋଉ ଷ୍ଟେଜରେ ଯିବ ପ୍ରି ସ୍କୁଲ। Preschooler. ପ୍ରି ସ୍କୁଲ ଭେରି ଗୁଡ ହେଲା ଏଟା କେତେରୁ କେତେ ବର୍ଷ ଯାଏଁ ଯିବ 3 ରୁ 5 3 ରୁ 3 ରୁ 5 6 ମ୍ୟାମ୍ 6 ମ୍ୟାମ୍। ହେଲା ତ ହଉଛି ସେ କଣ କହୁଛି ଦେଖିବା ତ ଆମର ହଉଛି 6 ବର୍ଷର ନାଁ ଯେହେତୁ ଲେଖା ହଉଛି ସେଥିପାଇଁ ଆମର ଯୋଉ ଆସିଲା ହଉଛି କଣ ନା ଇନିସିଏଟିଭ ଆଉ ଗିଲ୍ଟ ଏଟା ହଉଛି ଆମର ପ୍ରି ସ୍କୁଲରେ ଯାଉଛି ଆଉ 3 ରୁ 6 ଇୟର୍ସ ଯାଏଁ ଯାଉଛି ଏଥିରେ କଣ ଦେଇଛି ନା ହଉଛି ଇନିସିଏଟିଭ ଆଉ ଗିଲ୍ଟ ଇନିସିଏଟିଭ କଣ ଇନିସିଏଟିଭରେ ଦେଇଛି ପର୍ପୋଜ ଇଜ ଦ ବେସିକ ଷ୍ଟ୍ରେନ୍ଥ ଡେଭଲପଡ ତ ଏହା ମାନେ କଣ ନା ଏରିକ୍ସନ ଅନୁସାରେ ଏଇ ଷ୍ଟେଜରେ ଯଦି ଇନିସିଏଟିଭ ସକ୍ସେସଫୁଲି ଡେଭଲପ ହୁଏ ତେବେ ପର୍ପୋଜ ହେଉଛି ଏ ଷ୍ଟେଜର ବେସିକ ଷ୍ଟ୍ରେନ୍ଥ ଯାହା ବି ତମେ ଇନିସିଏଟିଭ ନେଇଛ ଯାହା ସବୁ ତମେ କିଛି ଗୋଟେ ଗୋଲକୁ ଆଚିଭ କରିବା ପାଇଁ ଯାହା ସବୁ ଉଦ୍ଦେଶ୍ୟ ରଖିଛ ବା ପର୍ପୋଜ ରଖିଛ ସେଟା ଯଦି କଣ ହଉଛି ନା ହଉଛି ଠିକ ଠାକ ହେଇଯାଉଛି ହେଲା ସକ୍ସେସ ହେଇଯାଉଛି ତାହେଲେ ତମେ କଣ କରୁଛ ନା ହଉଛି ଇନିସିଏଟିଭ ତମେ ଭାବୁଛ କି ହଁ ଏଟା ଗୋଟେ ମୁଁ ଗୋଟେ ଭଲ ପଦକ୍ଷେପଟେ ନେଇଗଲି ତ ପର୍ପୋଜ ମାନେ ହଉଛି କଣ ନିଜ କାମ ପାଇଁ ଗୋଟେ ଗୋଲ ରଖିବା ଆଉ ସେ ଗୋଲ ପାଇଁ ଯାହା ସବୁ କାମ କରିବାର ଇଚ୍ଛା ଶକ୍ତି ଆଣିବା ସେ ସବୁ ଯାକ ହଉଛି ପର୍ପୋଜ ଆଉ ସେଇ ପର୍ପୋଜକୁ ନେଇକି ଯଦି ଆମେ କୌଣସି ପ୍ରକାର ଗୋଲକୁ ସେଟ୍ କରୁଛନ୍ତି ଏବଂ ସେଇ ହିସାବରେ ଯଦି ଆମେ କୌଣସି ପ୍ରକାର ଇନିସିଏଟିଭ ନଉଛନ୍ତି ସେଇ ଇନିସିଏଟିଭ ଯଦି ସକ୍ସେସ ହଉଛି ତାହେଲେ ଆମେ ଆମର କଣ ନା ହଉଛି ଆମେ ପଜିଟିଭ ଆଟିଟ୍ୟୁଡ ଗୋଟେ ପାଉଛନ୍ତି ହେଲା ତାପରେ ସେ କହିଛି ଦ ଚାଇଲ୍ଡ ୱାଣ୍ଟସ୍ ଟୁ ପ୍ରଡ୍ୟୁସ ସମଥିଙ୍ଗ ନ୍ୟୁ ଏଇ ଷ୍ଟେଜରେ ଆମର କଣ ହୁଏ ନା ଏଇ ଷ୍ଟେଜରେ ଶିଶୁ କିଛି ଗୋଟେ ନୂଆ କିଛି କରିବାକୁ ଚାହିଁଥାଏ ହେଲା ସେ ଖେଳରେ ହେଇଗଲା ଡ୍ରଇଂରେ ହେଇଗଲା ଷ୍ଟୋରି କହିବାରେ ହେଇଗଲା କିମ୍ବା ରୋଲ ପ୍ଲେରେ ହେଇଗଲା ନିଜ ଇମାଜିନେସନ ବ୍ୟବହାର କରିକି କିଛି ନୂଆ କ୍ରିଏଟ କରେ ହେଲା ନିଜେ କିଛି ଭାବିକି କିଛି ଗୋଟେ ଡ୍ର କରିଦବ କିଛି ଗୋଟେ ଭାବିକି ଗୋଟେ ଷ୍ଟୋରିଟେ କହିଦବ ହେଲା କିଛି ଗୋଟେ ରୋଲ ପ୍ଲେ କଲା ତ ଏସବୁ ଇମାଜିନେସନ ବ୍ୟବହାର କରିକି କିଛି ନୂଆ କ୍ରିଏଟ ସେ କରିଥାଏ ଆଉ ଏହା ହିଁ ଶିଶୁର କଣ ନା କ୍ରିଏଟିଭ ଥିଙ୍କିଙ୍ଗର ଗୋଟେ ପ୍ରମାଣ ଗୋଟେ କହନ୍ତିନି ସେ ବହୁତ କ୍ରିଏଟିଭ ମାଇଣ୍ଡ ତାର ବହୁତ ତାର କ୍ରିଏଟିଭ ମାଇଣ୍ଡ କହିଲା ମାନେ କେମିତି ଆମେ ବୁଝିବା ଯଦି ସେ କୌଣସି ପ୍ରକାର କିଛି କ୍ରିଏଟ କରୁଛି ନିଜେ ନିଜେ କିଛି ଗୋଟେ କ୍ରିଏଟ କଲା କିଛି ଗୋଟେ ଡ୍ରଇଂ କରିଦେଲା ନିଜ ମନରୁ ହେଲା ତ ଏସବୁ ହଉଛି କ୍ରିଏଟିଭ ମାଇଣ୍ଡ
ତ ହେଉଛି କ୍ରିଏଟିଭ ଥିଙ୍କିଂ ଆମେ କେମିତି ଜାଣିବା ଏହାର ଅଛି ବୋଲି ଯଦି ସେ ନିଜେ ନିଜେ କିଛି ଗୋଟେ କରୁଛି ବୋଲି ହେଲା କରୁଛି ଯଦି ଯଦି ନିଜେ ନିଜେ କିଛି ଗୋଟେ ପ୍ରଡ୍ୟୁସ କରୁଛି ନୂଆ କରିକି ତାପରେ କହିଛି କି ଡେଭଲପ ଏ କାଇଣ୍ଡ ଅଫ ଇନିସିଏଟିଭ ସେ ସବୁ ନିଜେ ନିଜେ କ'ଣ କରିଥାଏ ନା କାମ ଆରମ୍ଭ କରିବାକୁ ଚେଷ୍ଟା କରିଥାଏ ବାରମ୍ବାର ଇନଷ୍ଟ୍ରକ୍ସନ ବିନା ଇନଷ୍ଟ୍ରକ୍ସନରେ ଯଦି ସେ କିଛି କାମ କରୁଛି ତାହେଲେ ତାର କ'ଣ ନା କ୍ରିଏଟିଭ ଥିଙ୍କିଂର ଡେଭଲପ ହେଇଛି ବୋଲି ଆମେ ଜାଣୁଛନ୍ତି ସେ ସବୁବେଳେ କ'ଣ କରିଥାଏ ନା କ୍ୱେଶ୍ଚିନ୍ କରେ ଆକ୍ଟିଭିଟିଜ ପ୍ଲାନ୍ କରେ ଲିଡରସିପ ବିହେଭିୟର ସବୁବେଳେ ଦେଖାଏ ତ ଆମେ ଭାବନ୍ତି କି ଯେମିତିକି ଦେଖ ସ୍କୁଲ ମାନଙ୍କରେ ଜଣ ଜଣଙ୍କୁ କ'ଣ କରନ୍ତି ନା ହେଉଛି ତୁ ଦାୟିତ୍ୱ ନେଲୁ କି ହେଉଛି ଯିଏ ପାର୍ଟି କରିବ ତୁ ନାଁ ଲେଖିକି ରଖିଥିବୁ ମୁଁ ଆସିଲେ ମତେ ଦେଖେଇବୁ କି ହେଉଛି କିଏ କିଏ ପାର୍ଟି କରୁଥିଲେ ବୋଲି ସିଏ କ'ଣ ହବ ପୁରା ଲିଡର ହେଇଯିବ କି ହେଉଛି ହଁ ଯାହା ହଉ ମତେ ଗୋଟେ ଏତେ ବଡ ଦାୟିତ୍ୱଟେ ଦେଇଛନ୍ତି ତ ସିଏ କ'ଣ କରିବ ନା ସେଟା ହବା ଦ୍ୱାରା ଦେଖିବ ପିଲାମାନଙ୍କର କ'ଣ କହିଲ ଗୋଟେ ଆଟିଟ୍ୟୁଡ ଡେଭଲପ ହବ କି ହେଉଛି ହଁ ମୁଁ ଗୋଟେ ଭଲ କ'ଣ ପିଲାମାନଙ୍କୁ ଜଜ୍ କରିପାରୁଛି କିଏ ପାର୍ଟି କରୁଛି କ'ଣ ନାହିଁ ମତେ ଗୋଟେ ମାନେ ଲିଡର ରଖିଛନ୍ତି ଯେହେତୁ ସବୁ ପିଲାମାନଙ୍କ ସହିତ ମୁଁ ସମାନ କିନ୍ତୁ ତା ଭିତରେ ଯଦି ମତେ କୁହାଯାଉଛି କି ପିଲାମାନଙ୍କୁ ଦେଖିବା ପାଇଁ କିଏ ପାର୍ଟି କରିଛି ତାମାନେ ସିଏ ଦେଖିଥିବ ସ୍କୁଲ ମାନଙ୍କରେ ସିଏ ପୁରା ଲିଡର ଭଳିଆ କାମ କରୁଥିବ ତ ଏଇଟା ହବା ଦ୍ୱାରା କ'ଣ ହୁଏ ନା ଗୋଟେ ଆମର ଲିଡରସିପ କ୍ୱାଲିଟିର ବି ଡେଭଲପମେଣ୍ଟ ଆସେ ଯଦି ଲିଡରସିପ କ୍ୱାଲିଟିର ଡେଭଲପମେଣ୍ଟ ଆସିଲେ କ'ଣ ହେଇପାରିବ କହିଲ ମତେ ଟିକେ କିଏ ଜାଣିଛ ମାଇଣ୍ଡରେ ଯଦି କାହାର ଅଛି ଯଦି ଲିଡରସିପ କ୍ୱାଲିଟିର ଡେଭଲପମେଣ୍ଟ ହବ ତାହେଲେ ଆଗକୁ ଯାଇ କ'ଣ କାମରେ ଆସିବ କନଫିଡେଣ୍ଟ ହବ ଛୁଆଟା କନଫିଡେଣ୍ଟ ହବ ଆଉ କିଏ କ'ଣ କହିବ ML ରେ ଷ୍ଟାର୍ଟ କରିବ ହଁ କ'ଣ ହବ ମ୍ୟାମ୍ ML MP ସିଟ୍ ନବ ଆଉ ହଁ ଏମଏଲଏ ଏମପି ହବ ହଉ ଶୁଣ ଆମର ଯଦି ହଁ ଭେରି ଗୁଡ୍ ଯେ କହିଲ କନଫିଡେଣ୍ଟ ତ ତାଙ୍କର ହଉଛି କ'ଣ ନା କନଫିଡେଣ୍ଟ ତାର ସବୁବେଳେ ଆସିବ ଯେମିତିକି ଦେଖ ସ୍କୁଲ ମାନଙ୍କରେ ଡିବେଟ କମ୍ପିଟିସନ କରୁଛନ୍ତି ତ ଏସବୁ କରିବା ଦ୍ୱାରା ହିଁ ପିଲାଟେ କନଫିଡେଣ୍ଟ ଫିଲ୍ କରେ ଆଗକୁ ଯାଇକି କିଛି ବି କଥାରେ ସେ ଯେମିତି ନର୍ଭସ୍ ନ ହଉ କନଫିଡେଣ୍ଟ ପୁରା ଫିଲ୍ କରୁ ଆଉ ଆମେ ଜାଣିଛନ୍ତି ଆମେ ଯେହେତୁ ସମାଜରେ ନେଉଛନ୍ତି ଆମର ଗୋଟେ ଲିଡରସିପ କ୍ୱାଲିଟି ରହିବା ଦରକାର କ୍ୱାଲିଟି କାହିଁକି ରହିବା ଦରକାର ନା ଆମର ନେତୃତ୍ୱ ନେବାର ଗୋଟେ କ୍ୱାଲିଟି ରହିବା ଦରକାର କାହିଁକି କାହିଁକିନା ଗୋଟେ ଦେଶ ଚଳେଇବା ପାଇଁ ଗୋଟେ ହଉଛି କ'ଣ ନେତାର ଆବଶ୍ୟକ ଆଉ ନେତା ଆବଶ୍ୟକ ହବ କେତେବେଳେ ଗୋଟେ ନେତାଟେ ଜଣେ ହେଇପାରିବ ଭଲ ନେତା ଯଦି ତାର ଲିଡରସିପ କ୍ୱାଲିଟି ଥିବ ହେଲା ତ ସେଥିପାଇଁ ଆମ ସମାଜ ଗୋଟେ ଭଲ ନେତୃତ୍ୱ ମାନେ ନେତୃତ୍ୱ ନେବା ଲୋକମାନଙ୍କୁ ତିଆରି କରିବା ଆବଶ୍ୟକ କେମିତି ନେତୃତ୍ୱ ନେବା ପିଲାକୁ କ୍ରିଏଟ କରିବ ସେଟା ସ୍କୁଲରୁ ହିଁ ନିର୍ଦ୍ଧାରଣ କରାଯାଏ ହେଲା ଯେମିତି ଗୋଟେ ପିଲାଟିକୁ ଯଦି ଆମେ ଲିଡର କରୁଛନ୍ତି ତ ତା ଲିଡରସିପ କ୍ୱାଲିଟି ବଢିବ ସେ କନଫିଡେଣ୍ଟ ହବ କନଫିଡେଣ୍ଟ ହେଇକି ଆଗକୁ କିଛି ଗୋଟେ ନେତୃତ୍ୱ ସେ ନେଇ ପାରିବ ହେଲା ତ ସେ କଥା କହୁଛନ୍ତି ଯଦି ସେ କିଛି ଗୋଟେ ନିଜର କନଫିଡେଣ୍ଟ ଫଳରେ ଯଦି ସେ କିଛି ଗୋଟେ କ'ଣ ତାର ହଉଛି ଗୋଲ ପାଇବା ପାଇଁ କିଛି ଗୋଟେ ପର୍ପୋଜ ଯଦି ସେ ରଖୁଛି ତ ସେ ସବୁ ହଉଛି କ'ଣ ତାର ହଉଛି ଇନିସିଏଟିଭ କିଛି ଗୋଟେ ପଦକ୍ଷେପ ସେ ନେଲା ଯଦି ଭଲ ପଦକ୍ଷେପ ନଉଛି ଆଉ ସେଥିରେ ସକ୍ସେସ ହଉଛି ତାହେଲେ ତାର କ'ଣ ଇନିସିଏଟିଭ ତାର ପଜିଟିଭରେ ଗଲା କିନ୍ତୁ ଗିଲ୍ଟ ପୁଣି କେତେବେଳେ ଆସିବ ଗିଲ୍ଟ ଏବେ ଦେଖିବା ହେଲା ଗିଲ୍ଟ ଦେଖିବା ଗିଲ୍ଟ ସେ କ'ଣ କହିଛି ନା ଗିଲ୍ଟ କହିଛି କି ହଉଛି ଇଫ ଦେ ଡୋଣ୍ଟ ଡେଭଲପ ଦ ବେସିକ ଷ୍ଟ୍ରେନ୍ଥ ଦେ ୱିଲ୍ ଫିଲ୍ ଗିଲ୍ଟ ତ ମାନେ କ'ଣ ନା ଏରିକ୍ସନ ଅନୁସାରେ ଯଦି ଏହି ଷ୍ଟେଜରେ ଶିଶୁ ଇନିସିଏଟିଭ ନେବାର ସୁଯୋଗ ପାଉନାହିଁ ତ ସେ କ'ଣ କରିଥାଏ ନିଜ କାମ ପାଇଁ ସେ ଗିଲ୍ଟ ଅନୁଭବ କରେ କୌଣସି ପ୍ରକାର ଇନିସିଏଟିଭ ସେ ନେବାର ସୁଯୋଗ ହିଁ ପାଉନାହିଁ ସେତେବେଳେ ସେ ଗିଲ୍ଟରେ ରହିଯିବ ହେଲା ଗିଲ୍ଟ ଅନୁଭବ କରିବ ବାରମ୍ବାର ଏହା କରିନି ତୁମେ ଭୁଲ କରୁଛ ତୁମେ ପାରିବନି ଏସବୁ ଯଦି ବାରମ୍ବାର କହିବା ଯଦି କ୍ୱେଶ୍ଚନ ଜଣେ ଗୋଟେ କ'ଣ କରିଛି ନା ହଉଛି ତାକୁ ଦିଆହେଇଛି ଗୋଟେ କାମଟେ କାମ ମାନେ ଗୋଟେ ପାଠ ଦିଆଯାଇଛି ହୋମୱାର୍କଟେ ଦିଆହେଇଛି ସେ ଗୋଟେ କ'ଣ ନା ଗୋଟେ ଭୁଲ କରିଦେଇଛି ଯଦି ଟିଚର ହିସାବରେ ତମେ ତାକୁ କହିବା କି ତୁମେ ବାରମ୍ବାର ଭୁଲ କରୁଛ ବାରମ୍ବାର କ'ଣ ପାଇଁ ଭୁଲ କରୁଛ ତମେ କେବେ ବି ତମ ଦ୍ୱାରା ହବନି ଏଇଟା ଯଦି ବାରମ୍ବାର ନେଗେଟିଭ ତା ପଛରେ ପଡିଯିବା ଆମେ ତ ସେ ସବୁବେଳେ ଭାବିବ କ'ଣ ନା ହଉଛି ମୁଁ ଗୋଟେ କ'ଣ ଗୋଟେ ଭୁଲ କରିଦେଲି ହେଲା ମୋର ଇନିସିଏଟିଭ ନେବା ହିଁ ଭୁଲ ମୋର କିଛି ପଦକ୍ଷେପ ନେବା ହିଁ ଭୁଲ ଯଦି କାହାକୁ କିଛି ଦାୟିତ୍ୱ ଦିଆହେଇଛି ତୁ ହଉଛି କ'ଣ କରିବୁ ନା ହଉଛି ଭଲ୍ୟୁଣ୍ଟର ହବୁ ସବୁ ଠିକ ଠାକ କରିକି କାମ କରିବୁ ଯେହେତୁ ଗୋଟେ ଏତେ ବଡ ଫଙ୍କସନଟେ ହବ ଏମିତି କହିକି ଆମେ ତାକୁ କୁହନ୍ତି ଯଦି ଫଙ୍କସନ ସରିଯିବ ଆଉ ତାକୁ ବହୁତ ଗାଳି କରିବା
ତୁ କି ଭଲେଣ୍ଟିୟର ହେଇଥିଲୁ, ଏଟା ଗୋଟେ ବୁଝିପାରିଲୁନି, ସେଟା ଗୋଟେ ବୁଝିପାରିଲୁନି, ତ ସିଏ ସେତେ ମାଇଣ୍ଡରେ କଣ ଭାବିବ, ଆରେ ମୁଁ ଭଲେଣ୍ଟିୟର ହେଇକି ବୋଧେ ଭୁଲ କରିଦେଲି, କାହିଁକି ମୁଁ ଭଲେଣ୍ଟିୟର ହେଉଥିଲି, ନ ହେଇଥିଲେ ଭଲ ହେଇଥାନ୍ତା, ତ ଏଟା କଣ ହେଇଯିବ, ସେ ଗିଲ୍ଟ ପଳେଇଯିବ। ତ ସେଥିପାଇଁ ତାକୁ ଶିଖା ହବା ଆବଶ୍ୟକ। ଯଦି ସେ କିଛି ଭୁଲ କରିଛି ତାକୁ ଆମେ ଶିଖେଇବା କି ହଉଛି ନାଇଁ ତତେ ଏମିତି ଏମିତି କରିବାର ଥିଲା, ଯୋଉଟା କି ତୁ କରିନଥିଲୁ, ଠିକ ଅଛି, ଯଦି ଆଗକୁ ତତେ କିଛି ସେମିତି ମିଳୁଛି ହବାର ଭଲେଣ୍ଟିୟର, ତ ତୁ ଭଲ ଭାବରେ ଏଇ କାମକୁ ତୁଲେଇବୁ। ତାକୁ ଆମେ ପଜିଟିଭରେ ସବୁବେଳେ କଥାବାର୍ତ୍ତା କରିବା, ନା କି ନେଗେଟିଭରେ କହିବା କି ତୁ କେବେ ବି କରିପାରିବୁନି ବୋଲି। ଯଦି ଆମେ ଏମିତି ଟାଇପର କହିବା, ତାହେଲେ ସିଏ କଣ ଭାବିବ ନା ମୋର ଇନିସିଏଟିଭ ନବା ହିଁ ଭୁଲ ହେଲା, ତ ସେଟା ଗିଲ୍ଟ କୁ ପଳେଇଗଲା, ନେଗେଟିଭ କୁ ପଳେଇଗଲା। ତାପରେ କହିଛି the parents and teachers should provide proper opportunity to the children to develop positive attitudes and keep away from guilt and make them success in their personality। ତ କଣ ନା ଶିଶୁ ମାନଙ୍କୁ ନୂଆ କିଛି କରିବା ପାଇଁ, କ୍ୱେଶ୍ଚିନ୍ କରିବା, ପ୍ଲେ କରିବା, ଏକ୍ସପେରିମେଣ୍ଟ କରିବା, ପ୍ରପର ଅପରଚୁନିଟିଜ କୁ ଦବା ଦରକାର। କିଏ ନା ହଉଛି ଆମର ଟିଚର୍ସ ମାନେ ବା ଆମର ହଉଛି ଅଭିଭାବକ, ଯିଏକି ଆମର ପ୍ୟାରେଣ୍ଟସ ମାନେ ଦବା ଦରକାର। ଯଦି ସେମାନଙ୍କୁ ଏନକରେଜ କରାଯାଏ, ତେବେ ସେମାନଙ୍କର ପଜିଟିଭ ଆଟିଟ୍ୟୁଡ ଡେଭଲପ ହୁଏ ଏବଂ ସେ ଗିଲ୍ଟ ଫିଲିଂଠୁ ଦୂରରେ ରୁହନ୍ତି। ଆଉ ଏହା ଶିଶୁର କଣ ନା ପର୍ସନାଲିଟିକୁ କନଫିଡେଣ୍ଟ ଆଣନ୍ତି, କନଫିଡେଣ୍ଟ ସେମାନେ ହୋଇଥାନ୍ତି, କ୍ରିଏଟିଭ ଥିଙ୍କିଙ୍ଗ ସେମାନେ କରିପାରନ୍ତି, ଆଉ ହଉଛି କଣ ମାନେ ସକ୍ସେସଫୁଲ ହେଇଥାନ୍ତି ବି, ଯଦି ଆମେ ତାଙ୍କୁ କଣ କରିବା ନା ବାରମ୍ବାର ସେଇ ଅପରଚୁନିଟି ଦବା। ଯଦି ଗୋଟେ ପିଲାଟିକୁ ଆମେ ଗୋଟେ କିଛି ଗୋଟେ ଦେଇଥିବା, ବାରମ୍ବାର କହିବା ହେ ଏଟା ଗୋଟେ ଭୁଲ କଲା, ଏଟା ଗୋଟେ ସେଟା ଏମିତି କଲା। ଯଦି ଗୋଟେ ପିଲାଟେ ବାରମ୍ବାର କ୍ୱେଶ୍ଚିନ୍ ପଚାରୁଛି କି ଦେଖିବନି ଗୋଟେ ଛୁଆ ସବୁ ଆସିକି ପଚାରନ୍ତି ମାମା ଏଟା କେମିତି ହେଲା, ଏଟା କାହିଁକି ହେଲା, ଏଟାକୁ ନେଇକି ମୁଁ କେମିତି କରିବି, କାହିଁକି କରିବି, ବାରମ୍ବାର କ୍ୱେଶ୍ଚିନ୍ ଯେତେବେଳେ ପଚାରନ୍ତି ତା ମା କଣ କରିବ ନା ଡୋକିନା ଗୋଟେ ଚାପଡ଼ାଟେ ପକେଇଦବ। ସେଠି ସେ କଣ କରିବ କହିଲ, ସିଏ ଭାବିବ ହେ ମୁଁ ବାରମ୍ବାର ପଚାରିକି ବୋଧେ ଭୁଲ କଲି, ମତେ ପଚାରିବାର ନୁହଁ, ମାନେ ମତେ ପଚାରିବାର ନଥିଲା, ପଚାରିବାଟା ବୋଧେ ଗୋଟେ ଭୁଲ କଥା, ତା ମାଇଣ୍ଡରେ ଏଇଟା ରହିଯିବ। ଯଦି ସେଇଟା ସେ ଛୋଟବେଳୁ ଭାବିଦେବେ କି ମୋ ପଚାରିବାଟା ହଉଛି ଭୁଲ କଥା, ସେତେବେଳେ ଆଗକୁ ଯେତେବେଳେ ଯିବ ନା, ସେତେବେଳେ କଣ ହବ କହିଲ, ସିଏ ମାଇଣ୍ଡ ରଖିଦେବ କି ନାଇଁ ମୁଁ ଭୁଲ କରୁଛି ପଚାରିକି, ମୁଁ କେବେ ସ୍କୁଲରେ ବି ଯଦି କିଛି ମୁଁ ଡାଉଟରେ ରହୁଛି, ମୁଁ ସ୍କୁଲରେ ଟିଚର ମାନଙ୍କୁ ବି ପଚାରିବେନି କ୍ୱେଶ୍ଚିନ୍, କାହିଁକି ନା ଏଟା ଗୋଟେ ଥରେ ମୁଁ ମାଡ଼ ଖାଇଛି, ତାମାନେ କଣ ଗିଲ୍ଟକୁ ସେ ଅଲରେଡି ପଳେଇଛି, ଆଗକୁ ତ କେବେ ସେ ଚାହିଁବନି ନା ମୁଁ ଆହୁରି ମାନେ ଏମିତି ଅପଦସ୍ତ ହୁଏ ବୋଲି। ତ ସେଥିପାଇଁ ଆମକୁ କଣ କରିବା ଦରକାର ନା ସେ ତାଙ୍କୁ ଅପରଚୁନିଟି ଦବା ଦରକାର, ପଜିଟିଭ ଆଟିଟ୍ୟୁଡ ତାଙ୍କ ଭିତରେ ଆଣିବା ଦରକାର। ସେ ସବୁବେଳେ କଣ ହଉଛି ନା ସେ ସବୁରୁ ଦୂରେଇ ରହିବା ଦରକାର, ଯୋଉ ଖରାପ ଭାବନାଠୁ ଦୂରେଇ ରହିବା ଦରକାର ହେଲା। ସେତେବେଳେ ହିଁ ସେମାନେ କଣ କରିବେ ନା ଆଗକୁ ଯାଇପାରିବେ, ଆଉ କିଛି ଗୋଟେ ଜୀବନରେ ଇନିସିଏଟିଭ ନେଇପାରିବେ। ବୁଝିହେଲା 3 ନମ୍ବରଟା? 3 ନମ୍ବର ବୁଝିହେଲାଟି? Yes, ma'am. Yes, ହଁ। ma'am. ତାପରେ ଆସିଲା 4 ନମ୍ବର। 4 ନମ୍ବରରେ କହିଛି ଇଣ୍ଡଷ୍ଟ୍ରି ଭର୍ସେସ ଇନଫେରିୟରିଟି ହେଲା, ଇଣ୍ଡଷ୍ଟ୍ରି ଭର୍ସେସ ଇନଫେରିୟରିଟି। ଆଚ୍ଛା ମତେ କହିଲ ଏଇ ଷ୍ଟେଜଟା କେତେରେ ଯିବ? ପ୍ରି ସ୍କୁଲ ଯାଇଛି, ତାପରେ ମିଡଲ Middle ସ୍କୁଲ, school. ହଁ Middle school. ମିଡଲ ସ୍କୁଲ। କଣ ଦେଇଛି ଦେଖିବା, ଲେଖିଛି ଇଣ୍ଡଷ୍ଟ୍ରି ଭର୍ସେସ ଇନଫେରିୟରିଟି। ଇଣ୍ଡଷ୍ଟ୍ରିରେ କଣ ଦେଲା ନା ଲେଖିଛି ଦ ବେସିକ ଷ୍ଟ୍ରେନ୍ ଡେଭଲପ ଇନ୍ ଦ ଷ୍ଟେଜ ଇନ୍ କମ୍ପିଟେନ୍ସି। ଏରିକ୍ସନ ଅନୁସାରେ ଏହି ଷ୍ଟେଜରେ ଯଦି ଶିଶୁଟିଏ ସଫଳ ଭାବରେ ଇଣ୍ଡଷ୍ଟ୍ରି ଡେଭଲପ କରେ, ତେବେ ଏହି ଷ୍ଟେଜର ବେସିକ ଷ୍ଟ୍ରେନ୍ଥ ହେଉଛି ଆମର କଣ ନା କମ୍ପିଟେନ୍ସି। କମ୍ପିଟେନ୍ସି ମାନେ କଣ ନା କମ୍ପିଟେନ୍ସି ମାନେ ହେଉଛି କାମ କରିବାର ଦକ୍ଷତା ହେଲା, ମାନେ ଯେମିତିକି ମୁଁ ପାରିବି ହେଲା, ଗୋଟେ ଆତ୍ମବିଶ୍ୱାସ ରହିବା ଦରକାର, ମୁଁ ଏଇଟା କରିଦେବି, ମୁଁ କରିପାରିବି। ତ ଶିଶୁ ନିଜ କ୍ଷମତା ଉପରେ ସବୁବେଳେ ଭରସା କରିବା ଶିଖିଥାଏ, କୋଉଥିରେ? ଇଣ୍ଡଷ୍ଟ୍ରିରେ। ତ ତାପରେ ଦେଇଛି ଦ ଚିଲଡ୍ରେନ୍ କମ୍ ଫରୱାର୍ଡ ଟୁ ଆକ୍ସେପ୍ଟ ଚ୍ୟାଲେଞ୍ଜେସ୍ ଆଣ୍ଡ ଟୁ ଡୁ ହାର୍ଡ ୱାର୍କ। ତ ଏଇ ଷ୍ଟେଜରେ ଆମର କଣ ହୁଏ ନା ଶିଶୁ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରେ ହେଲା। କେମିତି ଆକ୍ସେପ୍ଟ କରେ? ଯଦି ଗୋଟେ କୌଣସି ପ୍ରକାର ଗ୍ରୁପରେ ଷ୍ଟଡି ପିଲାଙ୍କୁ ସାର୍ ମାନେ ପଢଉଛନ୍ତି, ସେ ଭାବିବେ କଣ, ହଁ ଏଇଟା ଗୋଟେ ଚ୍ୟାଲେଞ୍ଜ ଦେଲେ ସାର୍, କି ଏଟାକୁ କିଏ କରିପାରିବ, ହାତ ଟେକ। ତ ପିଲାମାନେ କଣ କରନ୍ତି ନା ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କରନ୍ତି ହେଲା, ଆକ୍ସେପ୍ଟ କରିକି ଆଗକୁ ଆସନ୍ତି। କି କୌଣସି ପ୍ରକାର ପଢା ହଉ, କୌଣସି ପ୍ରକାର ହୋମୱାର୍କ ହଉ, କୌଣସି ପ୍ରକାର ଗେମ୍ ହଉ ହେଲା, କୌଣସି ପ୍ରକାର ଆମର ହଉଛି କଣ ନା ହଉଛି କମ୍ପିଟିସନ୍ସ ହଉ, ସ୍କିଲ୍ ବେସ୍ଡ ଆକ୍ଟିଭିଟିଜ ହଉ, କୌଣସି ପ୍ରକାର ହାର୍ଡୱାର୍କ ହଉ, ଏସବୁ କରିବାକୁ ସେ ପୁରା ପ୍ରସ୍ତୁତ ହେଇଥାନ୍ତି। କାହିଁକି ନା ସେମାନେ ଯଦି ଭଲ ଭାବରେ ଆନ୍ସର ଦେଇ ଯାଉଛନ୍ତି, କୌଣସି ପ୍ରକାର ଭଲ ଭାବରେ କିଛି ଗୋଟେ କହିଦଉଛନ୍ତି, ତାହେଲେ କଣ ତାଙ୍କର କଣ ହବ ନା ହଉଛି ତାକୁ ପ୍ରେଜ ମିଳିବ
ହେଲା ପ୍ରେଜ୍ ମିଳିବ ତାଙ୍କୁ ହଉଛି ଆମେ କଣ କରିବା ନା ହଉଛି କହିବା କି ଭଲ ବହୁତ କଲୁ ବୋଲି ହେଲା କିଛି ଗୋଟେ ପଜିଟିଭ କଥା ଆମେ ତାଙ୍କୁ ଶୁଣିବା ପାଇଁ ତାଙ୍କୁ ମିଳିବ ତ ସେଥିପାଇଁ ସେମାନେ କଣ ନା ହାର୍ଡୱାର୍କ କରିବା ପାଇଁ ପୁରାପୁରି ପ୍ରସ୍ତୁତ ହେଇଯାଇଥାନ୍ତି ହେଲା ତାପରେ କହିଛି ଟିଚର ହଁ ଏଟା କଣ କହିଛି ତାପରେ କହିଛି କି ଟିଚର ଆଉ ପ୍ୟାରେଣ୍ଟସ୍ ଠାରୁ ଆମେ କଣ କରନ୍ତି ନା ଆପ୍ରିସିଏସନ ପାଆନ୍ତି ଯେମିତି କହନ୍ତି କି ଭେରି ଗୁଡ ବହୁତ ଭଲ କଲୁ ମୋଟିଭେଟେଡ ଗୋଟେ ଫିଲ୍ ହେଇଥାଏ ତ ସେଇ ମୋଟିଭେଟେଡ ଫିଲିଙ୍ଗସ୍ ପାଇଁ ସେଇ ମୋଟିଭେଟେଡ ୱାର୍ଡ ପାଇଁ ଆମେ କଣ କରିଥାନ୍ତି ନା ବହୁତ ସାରା ହାର୍ଡୱାର୍କ ମଧ୍ୟ କରିବାକୁ ପଛେଇ ନଥାନ୍ତି ହେଲା ନିଜ କାମକୁ ଭଲ ଭାବରେ କରିବାକୁ ଚେଷ୍ଟା କରନ୍ତି ଆଉ ଆମେ ଆପ୍ରିସିଏସନ ମଧ୍ୟ ପାଇବାକୁ ଚେଷ୍ଟା କରନ୍ତି ହେଲା ଏଟା ହଉଛି ଇଣ୍ଡଷ୍ଟ୍ରି ଇନଫେରିୟରିଟି କଣ ଇନଫେରିୟରିଟିରେ କହିଛି if the child is not competent enough and is not hardworking then it develop inferiority complex ତ ଏହା ମାନେ କଣ ନା ଏରିକ୍ସନ ହିସାବରେ ଯଦି ଏଇ ଷ୍ଟେଜରେ ଶିଶୁ କମ୍ପିଟେନ୍ସି ଡେଭଲପ କରିପାରିବନି ହାର୍ଡୱାର୍କ କରିବାର ସୁଯୋଗ ହିଁ ପାଇବନି କି କୌଣସି ପ୍ରକାର ଏନକରେଜମେଣ୍ଟ ହିଁ ମିଳିବନି ତାକୁ ତେବେ ଶିଶୁ ନିଜକୁ କଣ ନା ଅନ୍ୟମାନଙ୍କ ଠାରୁ ଟିକେ ଭିନ୍ନ ମନେ କରେ ଦେଖିଥିବ ସ୍କୁଲରେ ଯଦି ଆମେ କଣ କରିବା ନା ଯୋଉମାନେ ଭଲ ପଢୁଛନ୍ତି ସେମାନଙ୍କ ଉପରେ ଧ୍ୟାନ ଦେବା ଟିକେ ଯେ କମ ପଢୁଛନ୍ତି ତାଙ୍କୁ ଟୋଟାଲି ଧ୍ୟାନ ହିଁ ଦବାନି ତ ସେଠି କଣ ହବ ସେମାନେ ମାନେ ତାଙ୍କୁ କୌଣସି ପ୍ରକାର ଏନକରେଜ ହିଁ ହେଲାନି କି କୌଣସି ପ୍ରକାର ଆମେ କ୍ୱେଶ୍ଚନ ତାଙ୍କୁ ପଚାରିବା କି ତାଙ୍କୁ ଟିକେ ଏନକରେଜ କରିବା ସେସବୁ ଯଦି ତାଙ୍କୁ ନ ମିଳୁଛି ତାଙ୍କର କଣ ହବ ନା କମ୍ପିଟେନ୍ସି ଆସିବନି ହେଲା କମ୍ପିଟେନ୍ସି ଡେଭଲପ ହବନି ତାଙ୍କୁ ହାର୍ଡୱାର୍କ କରିବା ପାଇଁ ଇଚ୍ଛା ହବନି କହିବେ ହେ ମତେ ତ କିଛି ପଚାରୁନାହାନ୍ତି ମୁଁ କାହିଁ ପଢିବି ବେକାର ଟୋଟାଲି ପିଲାମାନେ ପଢିବେନି ହାର୍ଡୱାର୍କ କରିବେନି କୌଣସି ପ୍ରକାରର କମ୍ପିଟେନ୍ସିର ଡେଭଲପ ମଧ୍ୟ ତାଙ୍କର ହବନି କ୍ଲାସ ରୁମରେ ବାରମ୍ବାର ଫେଲିଓର ଧର ହେଲେ କି ଗୋଟେ 100 ମାର୍କର ଏକ୍ଜାମ ହେଇଛି ସେ ଧର ରଖିଲେ 25 କି 30 ବାରମ୍ବାର ଏମିତି ରଖିଲା ପରେ କଣ ହବ ସାର୍ ମାନେ ତାକୁ କ୍ରିଟିସାଇଜ କରିବେ ହେଲା କ୍ରିଟିସିଜମ ର ଶିକାର ସେମାନେ ହେଲେ ତାଙ୍କୁ ସବୁବେଳେ କମ୍ପାରିଜନ କରାଯିବ ଦେଖ ସେ ପିଲାଟା କେମିତି 70 ରଖିଛି ତୁ କେମିତି 30 ରଖିଛୁ ଯଦି କମ୍ପାରିଜନ ସବୁବେଳେ କରାଯିବ ତ ଶିଶୁ ମନରେ କଣ ଆସେ ପିଲାଟି ମନରେ ଇନଫେରିୟରିଟି ପଳେଇ ଆସେ ଇନଫେରିୟରିଟି କମ୍ପ୍ଲେକ୍ସ ର ଡେଭଲପ ହେଇଥାଏ ଯାହା ଦ୍ୱାରା କି ସେ ତାକୁ ଇଚ୍ଛା ହିଁ ହୁଏନି କୌଣସି ପ୍ରକାର ହାର୍ଡୱାର୍କିଂ କରିବା ପାଇଁ ତ ସେଥିପାଇଁ ଲାଇଫରେ ଆମର ହଉଛି ଇଣ୍ଡଷ୍ଟ୍ରିକୁ ଆମେ ଯାଇପାରନ୍ତି ନହେଲେ ଇନଫେରିୟରିଟିକୁ ଯାଇପାରନ୍ତି ଯଦି ଇଣ୍ଡଷ୍ଟ୍ରିକୁ ଗଲେ ତାହେଲେ ତ ଲାଇଫ ଆଗକୁ ଭଲ ଭଲରେ ଚାଲିବ ଯଦି ଇନଫେରିୟରିଟି ହେଇଗଲା ଆଗକୁ ସେ ହାର୍ଡୱାର୍କିଂ ହିଁ କରିବନି ସେ କହିବ ହଁ ମୁଁ କିଛି କରିବିନି ମୋ ଦ୍ୱାରା ତ କିଛି ହବନି ମୁଁ କଣ କରିବି ଏମିତି ଭାବରେ ଚାଲିବ ତା ଲାଇଫ ହେଲା ବୁଝିପାରିଲେ ଚାରିଟା ଷ୍ଟେଜ ବୁଝିଲ Yes, ma'am. Yes, ma'am. Yes, ma'am. ତମେ ପେଡାଗୋଜିରେ ତମେ ପିଲାଙ୍କୁ ଯେତେ ଯାହା ଘରେ ଯାହା କରୁଛ କର କିନ୍ତୁ ପେଡାଗୋଜି ପଢୁଛ ମାନେ ଗୋଟେ ଟିଚର ମାନେ ଗୋଟେ ପିଲାଟିକୁ ସବୁବେଳେ କଣ କରିବ ନା ତୁ ବାପା ଯେତେ ଭୁଲ କରେ କିନ୍ତୁ ତୁ ଠିକ କରୁଛୁ ତୁ ଭଲସେ ପଢେ ମାନେ ତାକୁ ପୁରା ଯେମିତି କୁହନ୍ତିନି ପିଲା ଯେତେ ଭୁଲ କରୁ ଯଦି ପିଲା ଯଦି କିଛି ଟିଚରକୁ ବଡ ପାଟିରେ ବି କହିଦବ ତାହେଲେ ବି ପେଡାଗୋଜିରେ ଆମର ଠିକ ସେଟା ହେଲା ପିଲାଙ୍କୁ ବୁଝେଇବା କାହିଁକି ସେ ଏମିତି କରିଛି ନାଇଁ କି ଆଜ୍ଞା ମ୍ୟାମ୍ ହଉ ହଉ ଖାଲି ଏଇଟା ଗୋଟେ ପଢିଦବା 5 ନମ୍ବରଟା 6, 7, 8 କାଲି ପଢିବା ତାପରେ ଦେଖିଛି ଆଇଡେଣ୍ଟିଟି ଭର୍ସେସ ରୋଲ କନଫ୍ୟୁଜନ ଆଇଡେଣ୍ଟିଟି ଭର୍ସେସ ରୋଲ କନଫ୍ୟୁଜନରେ କଣ ଅଛି ଦେଖିବା ଆଇଡେଣ୍ଟିଟିରେ ଦେଲା କି ଆଇଡେଣ୍ଟିଟି ଇଜ ଦ ବେସିକ ଷ୍ଟ୍ରେନ୍ଥ ଡେଭଲପ ଇନ ଦିସ୍ ଷ୍ଟେଜ ତ କଣ ନା ଏଇ ଷ୍ଟେଜରେ ଯଦି ଗୋଟେ ଶିଶୁଟେ ବା ଗୋଟେ ଆଡୋଲେସେଣ୍ଟ ଗୋଟେ ପିଲାଟେ ସଫଳ ଭାବରେ ନିଜକୁ ବୁଝିପାରେ ଯେମିତି କୁହନ୍ତି ଏଇଟା ମାନେ କଣ କହିଲ ଗୋଟେ ଏଇଟା କଣ ଆମର ହଉଛି ଆଡୋଲେସେନ୍ସ ପିରିୟଡରେ ଯାଉଛି ନା ତ ଗୋଟେ ଆଡୋଲେସେନ୍ସ ପିରିୟଡରେ ଯେମିତି କି ଯୋଉ 10th ବେଳେ ପିଲାମାନେ ଏକ୍ଜାମ ସରିଗଲା ସେମାନେ ସେତେବେଳକୁ ଯେମିତି ନିଜେ କ୍ୟାପାବଲ ହେଇଥିବେ କି ମତେ କଣ ନବାର ଅଛି ସାଇନ୍ସ ନବାର ଅଛି ଆର୍ଟସ ନବାର ଅଛି କି କମର୍ସ ନବାର ଅଛି ହେଲା ତାଙ୍କ ହିସାବରେ ସେ ସବୁବେଳେ ଯଦି ନେଇ ପାରୁଛନ୍ତି ଆଉ ସେଥିରେ ଯଦି ସଫଳ ହଉଛନ୍ତି ତାହେଲେ ସେଇଟା ହିଁ ହଉଛି ତାଙ୍କର ଆଇଡେଣ୍ଟିଟି ମାନେ ସେ ନିଜକୁ ନିଜେ ଚିହ୍ନିଛନ୍ତି କି ମୁଁ କୋଉଟା ନେଲେ ଭଲ ମୋର ସାଇନ୍ସ ଭଲ ହଉଛି ସେମାନେ ସେ ନିଜକୁ ଜାଣିପାରିଲେ କି ମୋର ସାଇନ୍ସ ଭଲ ହଉଛି ମୋର ଇଂଲିଶ ଭଲ ହଉଛି ତ ମୁଁ ସାଇନ୍ସ ନେଇକି ପାରିବି ଏଇଟା ହଉଛି ଆଇଡେଣ୍ଟିଟି ତାଙ୍କର ସେ ନିଜେ ଜାଣିପାରିଲେନି ଯେ କଣ ଆଇଡେଣ୍ଟିଟି ମାନେ ହଉଛି କଣ ନା ମୁଁ କିଏ ମୋର ଲକ୍ଷ୍ୟ କଣ ମୋ ଭବିଷ୍ୟତରେ କଣ ହେବି ନିଜେ ନିଜକୁ ପ୍ରଶ୍ନ କରିକି ନିଜେ ଭଲରେ ଯଦି କୌଣସି ପ୍ରକାର ଆମେ କଣ ନଉଛନ୍ତି ନା ହଉଛି ଇଣ୍ଡିପେଣ୍ଡେଣ୍ଟଲି କିଛି ଗୋଟେ ଯଦି ଆମେ ଆକ୍ସନ ନଉଛନ୍ତି ଆମ ଆମ ବିଷୟରେ ତାହେଲେ ସେଇଟା ହିଁ ହଉଛି ଆଇଡେଣ୍ଟିଟି ଏଟା କଣ କରିଥାଏ ନା ଆଡୋଲେସେନ୍ସକୁ ପୁରା ସେଲ୍ଫ କନଫିଡେନ୍ସ ବନେଇଥାଏ ଗୋଟେ ଭଲ ଡିରେକ୍ସନ ଦେଇଥାଏ
ହେଲା ତାପରେ ଲେଖିଛି କି ଦେ ଆର୍ ଟୁ ଆଇଡେଣ୍ଟିଫାଏଡ୍ ଇନ୍ ଦେୟାର ପିୟର ଗ୍ରୁପ ଏଇ ଷ୍ଟେଜରେ ଆମର ଆଡୋଲେସେନ୍ସ ମାନେ କଣ କରନ୍ତି ପିୟର ଗ୍ରୁପ ମଧ୍ୟରେ ନିଜେ ଆଇଡେଣ୍ଟିଟି କଣ କରିଥାନ୍ତି ନା ଏଷ୍ଟାବ୍ଲିଶ କରିବାକୁ ଚାହିଁଥାନ୍ତି ଫ୍ରେଣ୍ଡସ୍ ମାନଙ୍କ ଭିତରେ କୌଣସି ପ୍ରକାର ଆକ୍ସେପ୍ଟାନ୍ସ ହେଇଗଲା ରେକଗ୍ନାଇଜେସନ ହେଇଗଲା ବିଲଙ୍ଗିଂନେସ୍ ହେଇଗଲା ତାଙ୍କ ପାଇଁ ଖୁବ ହିଁ ଇମ୍ପୋର୍ଟାଣ୍ଟ ସେମାନେ ଭାବନ୍ତି କଣ ଗୋଟେ ଫ୍ରେଣ୍ଡ ସର୍କଲ ଭିତରେ ଧର କିଏ ଗୋଟେ ସାଇନ୍ସ ନେଲା କିଏ ଆର୍ଟ୍ସ ନେଲା କିଏ କମର୍ସ ନେଲା ସେମାନେ ଭାବନ୍ତି କି ହଁ ମୁଁ ସାଇନ୍ସ ନେଲି ଏଥିପାଇଁ କାହିଁକି ନା ମୋର ସାଇନ୍ସ ଭଲ ହଉଛି ଯଦି ମୁଁ ହିଷ୍ଟ୍ରି ଜିଓଗ୍ରାଫି ଭଲସେ କରିପାରୁନାହିଁ ଦେନ୍ ମୁଁ ଆର୍ଟ୍ସ ନେବି ନାହିଁ ତ ସେମାନେ ଯଦି ନିଜେ ନିଜେ ବୁଝିକି ତାଙ୍କ ନିଜର ସ୍ପେସିଫିକ ଆଇଡେଣ୍ଟିଟି କ୍ରିଏଟ କରନ୍ତି ତାମାନେ ସେ ଭଲ ବାଟକୁ ଯିବେ ସେମାନେ ଆଗକୁ ଯାଇକି କିଛି ଗୋଟେ ଭଲ କରିପାରିବେ ହେଲା ତାପରେ ଲେଖିଛି ଦେ ଫିଲ୍ ସୁପରିୟର ହ୍ୱେନ୍ ଦେ ଆର୍ ଆଇଡେଣ୍ଟିଫାଏଡ୍ ବାଇ ଦେୟାର ପ୍ୟାରେଣ୍ଟସ୍ ଆଣ୍ଡ ଟିଚର୍ସ ଯେତେବେଳେ ପ୍ୟାରେଣ୍ଟସ୍ ଆଉ ଟିଚର ଆଡୋଲେସେଣ୍ଟକୁ ଚିହ୍ନନ୍ତି ବା ଆପ୍ରିସିଏଟ କରନ୍ତି ବା ଟ୍ରଷ୍ଟ ଦେଖାନ୍ତି ସେତେବେଳେ ସେ ନିଜକୁ ଇମ୍ପୋର୍ଟାଣ୍ଟ ଓ କନଫିଡେଣ୍ଟ ମନେ କରେ ଯଦି ଆମେ ଗୋଟେ ଆଇଡେଣ୍ଟିଟି ଆମେ ନିଜକୁ ନେଇଛନ୍ତି କି ହଁ ମୋର ସାଇନ୍ସ ଭଲ ହଉଛି ମୁଁ ସାଇନ୍ସ ନେବି ଯଦି ସେଇ କଥାରେ କଣ ନା ଆମର ପ୍ୟାରେଣ୍ଟସ୍ ମାନେ ଆମକୁ ଆପ୍ରିସିଏଟ କରନ୍ତି କି ହଁ ଠିକ ଅଛି ତୋର ଯଦି ସାଇନ୍ସ ନେବାର ଇଚ୍ଛା ଅଛି ତୁ ନେ ହେଲା ଯଦି ଆମକୁ କହନ୍ତି କି ତୁ ଭଲ କରୁଛୁ ମୋର ତୋ ଉପରେ ବିଶ୍ୱାସ ଅଛି କି ତୁ ଭଲ କରିପାରିବୁ ଆଗକୁ ଯଦି ଟ୍ରଷ୍ଟ ଦେଖାନ୍ତି ଆମର ଟିଚର୍ସ ମାନେ ହେଲେ କି ଆମର ହଉଛି ଆମର ଫ୍ୟାମିଲିର କୌଣସି ମେମ୍ବର ହେଲେ କି ପ୍ୟାରେଣ୍ଟସ୍ ହେଲେ ତାହେଲେ ଆମକୁ ନିଜକୁ କଣ ହେଇଥାଏ ନା ହଉଛି ଗୋଟେ କନଫିଡେଣ୍ଟ ଫିଲ୍ ଆସେ ନିଜ ଭିତରେ କି ହଁ ମୁଁ ନେଇଛି ମୁଁ ପାରିବି ହେଲା ତ ଏହି ରେକଗ୍ନେସନ ତାଙ୍କ ମନରେ କଣ ଆସେ ନା ପଜିଟିଭ ଆଇଡେଣ୍ଟିଟି ଡେଭଲପ କରିବାରେ ହେଲ୍ପ କରେ ସେ ସୁପରିୟର ଫିଲ୍ କରନ୍ତି ନିଜକୁ ଆଉ ସେଲ୍ଫ ଓର୍ଥ ମଧ୍ୟ ଅନୁଭବ କରିଥାନ୍ତି ସେ ଭାବନ୍ତି କି ହଁ ମୁଁ ସବୁ କିଛି କରିପାରିବି ହେଲା ରୋଲ କନଫ୍ୟୁଜନ ପୁଣି କଣ ଏଇଟା ନେଗେଟିଭ କଣ ନା if the child not identified by his parents teachers peer groups etc then the child develops role confusion and thinks that they are not important and their role is not important is their family and schools या माने कौन जदि adolescents को parents teacher किंबा peer group ठारू proper recognition acceptance मिले नहीं जदि से भाबे कि किछि भी एक्सेप्ट करू ना करबा को तैयार न तमे कहउछ मु नेबे आर्ट्स से कहउछ ना तमे तू साइंस नबू ହେଲା ରୋଲ କନଫ୍ୟୁଜନ ସେଠି ପଳେଇ ଆସେ ତେବେ ସେ ମନରେ କଣ ଆସେ ନା ତାର ରୋଲ କନଫ୍ୟୁଜନ ଡେଭଲପ ହେଇଥାଏ ସେ ଭାବିବାକୁ ଲାଗେ ଯେ ସେ କିଏ ମୁଁ କଣ ମୋର ରୋଲ କଣ ମୋ ଜୀବନର ଡିରେକ୍ସନ କଣ ସେ ଠିକ ସେ ଜାଣିପାରେ ନାହିଁ ଆମେ ବେଳେ ବେଳେ ଗୋଟେ ପିଲାଟିକୁ ପଚାରିବା ତୁ ବଡ ହେଲେ କଣ କରିବୁ ସେ ପୁରା ଜଣ ଥାନ୍ତି କନଫିଡେଣ୍ଟରେ କହୁଥିବ ମୁଁ ଡକ୍ଟର ହେବି ଆଉ ଜଣ କହନ୍ତି ହେ ମୋର ସେମିତି କିଛି ନାହିଁ କଣ ଗୋଟେ ହେବା ଆଉ ଏମିତି କରି କୁହନ୍ତି ହେଲା ତ ସେ କନଫିଡେଣ୍ଟ ନଥାନ୍ତି ସେ କଣ କରିବେ ସେ ନିଜେ ବି ଜାଣିପାରି ନଥାନ୍ତି ତ ସେଟା ହଉଛି ରୋଲ କନଫ୍ୟୁଜନ ଆଡକୁ ପଳାନ୍ତି ଯୋଉଟା କି ତାଙ୍କର ଜୀବନର ଗତିପଥ ହିଁ ଜାଣିନାହାନ୍ତି ତ ସେଥିପାଇଁ ସେ ସବୁବେଳେ କଣ କରିବାକୁ ପଡେ ନା ତାଙ୍କୁ ହଇରାଣ ହବା ପାଇଁ ପଡେ ଯେହେତୁ ସେ ଜାଣିନାହାନ୍ତି ଯଦି ଆମର କୌଣସି ପ୍ରକାର ଗୋଲ ହିଁ ସେଟ୍ ଅଛି ତ ଗୋଲ ଯଦି ସେଟ୍ ଅଛି ଆମେ ଇନିସିଏଟିଭ ନେଇଯିବା କଣ କଲେ ମୁଁ ସେ ଗୋଲ ପାଖରେ ପହଞ୍ଚି ପାରିବି ଯଦି କୌଣସି ପ୍ରକାର ଗୋଲ ହିଁ ନାହିଁ ରୋଲ କନଫ୍ୟୁଜନ ଆଡକୁ ପଳେଇ ଗଲି ରୋଲ କନଫ୍ୟୁଜନ ଆଡକୁ ପଳେଇ ଗଲେ କଣ ହବ କିଛି ଦିଗ ହିଁ ନାହିଁ ମୁଁ ମାନେ କୌଣସି ଗୋଲ ହିଁ ନାହିଁ ତ ଦିଗ ଦେଖାଯିବ କେମିତି ହେଲା ତ ଏଇଟା ଥିଲା ରୋଲ କନଫ୍ୟୁଜନ ଯୋଉଟା କି ଆମର ହଉଛି କଣ ଆଡୋଲେସେନ୍ସ ରେ ଆସେ ଯେତିକି ପଢା ହେଲା ବୁଝି ହେଲା Yes, ma'am. Yes, Yes, ma'am. ma'am. ଆଜି ଯାହା ପଢା ହେଲା ସବୁ ପଢିବ କାଲି ପୁଣି କ୍ୱେଶ୍ଚିନ୍ ପଚାରିବେ ମତେ କହିବ ହେଲା Yes, Yes, ma'am. ma'am. Again, ma'am. Again, ma'am. ଓକେ ଥ୍ୟାଙ୍କ ୟୁ Thank you, ma'am. Thank you, Thank you, ma'am. ma'am. Thank you, ma'am. Thank you. Thank you, ma'am. Ma'am. Thank you, ma'am.